ଯେପରି ଭଗବାନଙ୍କର କଳାବତାର ବ୍ୟାସ, ପରଶୁରାମ, କପିଳ ପ୍ରଭୃତି ଆଉ ଅନେକ ଅଛନ୍ତି। ଭଗବାନଙ୍କର ଅଂଶାବତାର, କଳାବତାର, ଗୁଣାବତାର ଏବଂ ପୂର୍ଣ୍ଣାବତାର, ଆଉ ତ ବହୁତ ଅବତାର ଅଛନ୍ତି, ଅନେକ ଅଛନ୍ତି। ଏ ଆବେଶାବତାର ମଧ୍ୟ କଳାବତାର, ଗୋଟିଏ ଗୋଟିଏ କଳା ଆବିଷ୍ଟ ହୋଇଥାନ୍ତି। କିନ୍ତୁ କଳାବତାର ଆଉ ଆବେଶାବତାର ଭିତରେ ପୃଥକ କ'ଣ ରହୁଛି? ମାତୃଗର୍ଭରୁ ଜନ୍ମ ହେଲା ବେଳକୁ ସାକ୍ଷାତ ଭଗବାନଙ୍କ କଳା ଜନ୍ମ ହୋଇଥାଏ। ଭଗବାନଙ୍କ କଳାଟି ହିଁ ମାତୃଗର୍ଭରୁ, ସେ ତ ମା ପେଟରୁ ଜାତ ହେବେନି। ଭଗବାନ ଆମ ଭଳିଆ କ'ଣ ମା ପେଟରୁ ଜରାୟୁରେ ତିଆରି ହେବେ କି? ସେଇଭଳିଆ ଅଭିନୟ କରନ୍ତି। ମାତୃଗର୍ଭରୁ ଜାତ ହେଲା ଭଳିଆ ଲୋକେ ଜାଣନ୍ତି, ହୃଦୟରୁ ପ୍ରକାଶ ପାଆନ୍ତି। କିନ୍ତୁ ଶିଶୁ କାଳରୁ, ଜନ୍ମ କାଳରୁ ସେ କଳାଟି, ସେ ଚିନ୍ମୟ ଶରୀରଟି ଭଗବାନଙ୍କର, ସେ ଇହଲୀଳା ମର୍ତ୍ତ୍ୟଲୀଳା ଶେଷ କଲା ପର୍ଯ୍ୟନ୍ତ, ସରିଲା ପର୍ଯ୍ୟନ୍ତ ରହେ। ସାଧାରଣ ମନୁଷ୍ୟ ଯେପରି ଚାଲିଯାଏ ସେପରି ସେ ଚାଲିଯାଆନ୍ତି। ସେ କଳାଟି ଜନ୍ମଠୁ ଅନ୍ତ ପର୍ଯ୍ୟନ୍ତ ପୁରା ରହେ, ଲୀଳାର ଶେଷ ପର୍ଯ୍ୟନ୍ତ ପୁରା ରହେ। ସେଇ କଳାଟି ମଧ୍ୟ ଆବେଶାବତାର ରୂପରେ କଥିତ ହୁଅନ୍ତି। କେତେବେଳେ ଆବେଶାବତାରରେ କଥିତ ହୁଅନ୍ତି ନା, ଜନ୍ମ ସମୟକୁ ଭଗବାନଙ୍କ କଳା ଆସିନି, ଭଗବାନଙ୍କର କଳା ଜନ୍ମ ହେଇନି। ଆଉ କିଏ ଜନ୍ମ ହେଇଛି ନା, ଜଣେ ମଣିଷ ପିଲା ଜନ୍ମ ହେଇଛି, ମନୁଷ୍ୟଟିଏ ଜନ୍ମ ହେଇଛି। ମନୁଷ୍ୟଟିଏ ଜନ୍ମ ହେଇଛି ଯେ ସାଧାରଣ ମନୁଷ୍ୟ ନୁହଁ, ଟିକେ ଉଚ୍ଚଦରର ମନୁଷ୍ୟ, ଯେ ପୂର୍ବଜନ୍ମମାନଙ୍କରେ ତପସ୍ୟା, ଈଶ୍ୱର ଆରାଧନା, ଦାନ, ତ୍ୟାଗ, ଯୋଗ, ଯଜ୍ଞ ପ୍ରଭୃତି କରି ଶୁଦ୍ଧ ଚିତ୍ତ, ଶୁଦ୍ଧ ମନ, ଶୁଦ୍ଧ ଅନ୍ତଃକରଣ, ଶୁଦ୍ଧ ଶରୀର ହେଇ ଜାତ ହେଲେ। ଏ ସଂସ୍କାର ଅଛି। ମଣିଷଟିଏ, ଉଚ୍ଚ ମଣିଷଟିଏ, ଉଚ୍ଚ କୋଟିର ଋଷିତୁଲ୍ୟ ମଣିଷଟିଏ, ସେ ଜନ୍ମ ହେଲା ପରେ ତାର ତ ପୂର୍ବ ସଂସ୍କାର ଭଲ ଅଛି। ସେ ସେଇ ହିସାବରେ ନିଜକୁ ଗଢ଼ିଲେ। କିଛି କାଳ 10, 15, 20, 25 ବର୍ଷ ବିତିଗଲା ପରେ ଭଗବାନଙ୍କର କଳାଟି ଆସି ପ୍ରବେଶ କରେ ଶରୀର ଭିତରେ। ଜନ୍ମରୁ ଆସିନଥାଏ। ଯେ କଳାବତାର ସେ ଜନ୍ମ ହୁଅନ୍ତି ଏକଦମ ପୁରା ମଣିଷ ଦେହ ଧରି, କିନ୍ତୁ ମଣିଷ ଦେହରେ ପ୍ରବେଶ କରନ୍ତି ଆବେଶାବତାର। ତାଙ୍କର କାର୍ଯ୍ୟ ସମ୍ପାଦନ କରନ୍ତି। କାର୍ଯ୍ୟ ସରିଲା ପରେ ବାହାରିକିରି ପଳେଇ ଯାଆନ୍ତି। ବାହାରିକିରି ପଳେଇଗଲା ପରେ ଭଗବାନଙ୍କ କଳାଟି ଚାଲିଗଲା ପରେ ସେ ଶୁଦ୍ଧ ମଣିଷଟି ପୁଣି ମଣିଷ ହେଇ ରହିଯାଏ। ଯଥା ପରଶୁରାମ ଆଉ ବ୍ୟାସ। ଭଗବାନଙ୍କର ଯେତେବେଳେ କ୍ଷତ୍ରିୟ ସଂହାରର ପ୍ରୟୋଜନ ହେଲା, ସେ ଆବେଶାବତାର କଲେ। ଗୋଟିଏ କଳା ଆସିଲା। କେଉଁ କଳାଟି ଆସିଲା ନା, ଭଗବାନଙ୍କର ବୀରତ୍ୱ ବା ବୀର୍ଯ୍ୟ କଳାଟି ଆସିଲା। ଐଶ୍ୱର୍ଯ୍ୟସ୍ୟ ସମଗ୍ରସ୍ୟ ବୀର୍ଯ୍ୟଶ୍ଚ ଯଶଶ୍ଚ ଶ୍ରିୟଂ ଜ୍ଞାନ ବୈରାଗ୍ୟୋରଜଶ୍ଚ। ତ ପରଶୁରାମଙ୍କ ସମୟରେ ବୀର୍ଯ୍ୟ କଳାଟି ଆସିଲା। ତା ଭିତରେ ଗୋଟେ ବୀର୍ଯ୍ୟ ବୋଲି ଶବ୍ଦ ଗଲାନି କି? ବୀର୍ଯ୍ୟ କହିଲେ ବୀରତ୍ୱ, ବଳବାନ ବଣିଆ। ଭଗବାନ ସବୁଠୁ ବଡ଼ ବଳବାନ, ବୀର। ସେଇ କଳାଟି ଆସି ପ୍ରବେଶ କଲା। ନାନା ପ୍ରକାର କାର୍ଯ୍ୟ କରିଗଲେ। କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଗଲା। କ୍ଷତ୍ରିୟ ସଂହାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଗଲା। ଆଉ ଦରକାର ନେ ରହିବା। ଶରୀର ଭିତରୁ ବାହାରି ଚାଲିଗଲେ। ଶରୀର ଭିତରୁ ବାହାରି ଚାଲିଗଲେ। ଯେଉଁ ବ୍ୟାସକୁ ସେଇ ବ୍ୟାସ ରହିଗଲେ। ଏଇଥିପାଇଁ ଆମକୁ ଅନେକ ବାକ୍ୟ ସବୁ ଶୁଣିବାକୁ ମିଳେ। ତ ଅହଂ ବେତ୍ତି ସୁକଂ ବେତ୍ତି ବ୍ୟାସଂ ବେତ୍ତି ନ ବେତ୍ତି ବା ବୋଲିକିରି ଗୀତା ଉପରେ କୁହାଗଲା। ଭଗବାନ ଶଙ୍କର କହୁଛନ୍ତି, ହେ ପାର୍ବତୀ, ଗୀତାର ତାତ୍ପର୍ଯ୍ୟ, ଗୀତାର ଭଗବତ ଗୀତାର ରହସ୍ୟ ଅହଂ ବେତ୍ତି, ମୁଁ ଭଲ ରୂପେ ଜାଣେ। ଶୁକଦେବ ଗୋସ୍ୱାମୀ ଜାଣନ୍ତି ଗୀତାର ରହସ୍ୟ। ବ୍ୟାସ ଟିକେ ଟିକେ ଜାଣନ୍ତି, କୋଉଠି ଜାଣିପାରନ୍ତିନି, କୋଉଠି ଜାଣନ୍ତି, କୋଉଠି ଜାଣନ୍ତି। ଏଇ କଥା କହିଲେ ଯିଏ ହେଲେ ଚିଡ଼ିବ ଶିବଙ୍କ ଉପରେ। କିହ ତମେ ଏଡ଼େ ପଣ୍ଡିତ ହେଇଗଲେଣି, ଯିଏ ଲେଖକ ସିଏ ବୁଝିଲାନି, ତମେ ପଢ଼ିବା ଲୋକ ତମେ ବୁଝି ପକେଇଲ। ଅହଂ ବ୍ୟକ୍ତି ବୋଲି କହିଦେଉଛ ପ୍ରଥମେ ନିଶ ମୋଡ଼ିକିରି।
ଅହଂ ବ୍ୟକ୍ତି ବ୍ୟାସଂ ବ୍ୟକ୍ତି ନ ବ୍ୟକ୍ତି ବା ବ୍ୟାସ ଜାଣିନାହାନ୍ତି ଲେଖିଲା କିଏ? ଗୀତାର ରଚୟିତା କିଏ? ସେ ଯିଏ ସ୍ରଷ୍ଟା ଯିଏ ରଚୟିତା ସେ ଜାଣିନି, ତମେ ପଛେ ପଢ଼ିକିରି ଜାଣି ପକେଇଲ। ରଚୟିତା ହିଁ ତାର ପ୍ରକୃତ ରହସ୍ୟ ଜାଣିବ ନା। ସେ ଲେଖିଛି ଆଉ ପଢ଼ିବା ଲୋକ ଯୁଆଡ଼ୁ ଇଣ୍ଟରପ୍ରିଟ କଲା ସିଆଡ଼େ ଯିବ ଆଉ। ହଁ, ପଢ଼ିବା ଲୋକ ସେ ଯାହା ବୁଝିଲା ତା ବୁଝିଲା, ଯେମିତି ସେମିତି ଅର୍ଥ କଲା। କିନ୍ତୁ ଲେଖିବା ଲୋକ ସେ ଗୋଟିଏ ପଏଣ୍ଟ ଉପରେ ବିଚାର କରି ବୁଝିକିରି ଲେଖିଛି। ତେଣୁ ବ୍ୟାସ ବରଂ ଭଲ ବୁଝିବା କଥା, ତମେମାନେ ନ ବୁଝିବା କଥା। ଆଉ ତମେ କ'ଣ କହୁଛ ଯେ ମହମ୍ ବ୍ୟକ୍ତି ବ୍ୟାସ ନ ବ୍ୟକ୍ତି? କିନ୍ତୁ କଥାର ତାତ୍ପର୍ଯ୍ୟ ଅଛି। କ'ଣ ଘଟଣା? ବ୍ୟାସ ଯେତେବେଳେ ନିଜ ଆଶ୍ରମରେ କାଳଯାପନ କରୁଥିଲେ, ଆମ ଓଡ଼ିଶାରେ ବ୍ୟାସଙ୍କ ଆଶ୍ରମ ବୋଲି କୁହାଯାଉଛି। ବ୍ୟାସଙ୍କର ଆଶ୍ରମ ଆମ ଓଡ଼ିଶାରେ ବୋଲି କୁହାଯାଉଛି। ଆମ ଓଡ଼ିଶାରେ ଗୋଟିଏ ତ୍ରିବେଣୀ ଧାରା ଅଛି। ହଁ, ଗୋଟେ ତ୍ରିବେଣୀ ଧାରା ଅଛି। ତ ଗଙ୍ଗା ଯମୁନା ସରସ୍ୱତୀ ମିଶିଲା ଭଳିଆ ଶଙ୍ଖ କୋଏଲ ଆଉ ସରସ୍ୱତୀ ତିନୋଟି ଧାରା ମିଶିଛି। ଆମେ ତ ମୂଳ ତ୍ରିବେଣୀ ଏଲାହାବାଦରେ ସରସ୍ୱତୀଙ୍କ ଧାରା ଦେଖିବାକୁ ପାଇବାନି। ସରସ୍ୱତୀଙ୍କର ଧାରାଟି ଯେଉଁଠି ଥିଲା ଅଳ୍ପ ପତଳା ହେଇକରି ଆସୁଥିଲା, ମୁସଲମାନ ସମ୍ରାଟ ଆକବର ସେଠି ଗୋଟେ ବିରାଟ ନଦୀ ଦୁର୍ଗ ତିଆରି କରିଦେଲେ। ଯେଉଁମାନେ ଦେଖିଛନ୍ତି ଜାଣିଥିବେ, କେଡ଼େ ବଡ଼ ଦୁର୍ଗ ଗଙ୍ଗା କୂଳରେ ତିଆରି ହେଇଛି। ଏପଟୁ ଗଙ୍ଗା ସେପଟୁ ଯମୁନା, ସେ କୋଣରେ ତିଆରି ହେଇଛି। ଖୁବ୍ ବଡ଼ ଦୁର୍ଗର ଖୁବ୍ ଛୋଟ ଅଂଶଟିଏ ବର୍ତ୍ତମାନ ଦେଖିବାକୁ ଲୋକଙ୍କୁ ଛାଡ଼ୁଛନ୍ତି। ଦୁର୍ଗର 15 ଅଂଶ କ୍ୟାଣ୍ଟନମେଣ୍ଟ ହେଇଯାଇଛି। ଏବେ 4-5 ବର୍ଷ 5-7 ବର୍ଷ ହେଲା ସୈନ୍ୟ ଛାଉଣୀ ହେଇଯାଇଛି। ଶୁଣିବାକୁ ମିଳେ, ମୁଁ ଯାଇନି ସେ ଭିତରକୁ, ଶୁଣିବାକୁ ମିଳେ ସେ ସୈନ୍ୟ ଛାଉଣୀ ଭିତରେ ଗୋଟିଏ କୂଅ ଅଛି, କୁଣ୍ଡଟିଏ, କୂଅ ଭଳିଆ କୁଣ୍ଡଟିଏ ଅଛି। ତା ଭିତରେ ପାଣି ଅଛି। ସତ କି ମିଛ କେଜାଣି, ତା ଦେହରେ ପାଣି ଟିକେ ରହୁଛି। ସେଇଠି ସରସ୍ୱତୀଙ୍କର ଉତ୍ପତ୍ତି ସ୍ଥଳ ବୋଲି କୁହାହେଉଛି। ସେଇଠୁ ପାଣି ଝରିକିରି ଆସି ଗଙ୍ଗା ଯମୁନା ମିଳନରେ ପତଳା ଛୋଟିଆ ଧାରାଟିଏ ମିଶୁଥିଲା କି ନାହିଁ। କିନ୍ତୁ ଏଇ ଯେଉଁ ତ୍ରିବେଣୀ ଓଡ଼ିଶାର, ଏଠି ସରସ୍ୱତୀ ଧାରା ଏବେ ଦୁଶୁଛନ୍ତି ସମ୍ପୂର୍ଣ୍ଣ। ସେ ପ୍ରାୟ 500 ମିଟର ହେବନି, 300, 350ରୁ 400 ମିଟର ଭିତରେ ହେବ। ଶଙ୍ଖ କୋଇଲି ନଦୀ ଯେଉଁଠି ମିଶିଛନ୍ତି ସେଇଠୁ କୂଳରେ ବିରାଟ କଦମ୍ବ ଗଛ ଯୋଡ଼ିଏ 3ଟି ଅଛି। ସେ ବିରାଟ କଦମ୍ବ ଗଛ ତଳେ ଠିକ୍ ସେଇଭଳିଆ ଗୋଟେ କୁଣ୍ଡଟିଏ ଅଛି, ପଥର ବନ୍ଧା ହେଇକରି କୂଅ ଭଳିଆ, 6-7 ଫୁଟ ଲମ୍ବା, 6-7 ଫୁଟ ଚଉଡ଼ା। ତା ଦେହରେ ପାଣି ସବୁବେଳେ ଭର୍ତ୍ତି ହେଇକରି ଅଛି, ବଡ଼ ସୁସ୍ୱାଦୁ ପାଣି। ବର୍ଷା ଦିନେ ସେ କୂଅର ଯେଉଁ କାନ୍ଥ ହେଇଛି, ସେ କାନ୍ଥର ମାଟି ଲେବୁଲରେ ଟିକେ ଉପରକୁ ଉଠିଯାଇଛି, ମାଟି ଲେବୁଲରେ ଗୋଟେ କଣାଟିଏ ଅଛି। ବର୍ଷା ଦିନେ ଯେତେବେଳେ ପାଣି ଟିକେ ବଢ଼ିବ, ସେ କଣା ବାଟେ ଗୋଟିଏ ଧାରା ବାହାରିକରି ଯାଇ ନଈରେ ପଡ଼ୁଛି। ବର୍ଷା ଦିନେ ପାଣି ଯେତେବେଳେ ଝରୁଛି ବେଶୀ। ବାକି ଶୀତ ଦିନେ ଆପଣ ଲକ୍ଷ୍ୟ କରିବେ ସେ କୁଣ୍ଡଠୁ ନଦୀକୂଳ ପର୍ଯ୍ୟନ୍ତ ପାଦ ଚଲା ରାସ୍ତା ଭଳିଆ ଗୋଟିଏ ଓଦା ମାଟିର ଧାରା, ମାଟି ତଳେ ତଳେ ଯାଉଛି, ଓଦା ମାଟି। ଶୀତ ଦିନେ ପ୍ରାୟ ଓଦା। ଖରା ଦିନେ ଗଛ ଛାଇରେ ଓଦା ଦୁଷିବ, ଯେଉଁଠି ଗଛ ନାହିଁ ପଡ଼ିଆ ସେଠି ଶୁଖିଲା ଦୁଷିବ, ସେଠି ବାରି ହେବ ନା। ଆମେ ଆକୁ ବ୍ୟାସଙ୍କ ଜନ୍ମସ୍ଥାନ ବିଷୟରେ ଟିକେ ରିସର୍ଚ୍ଚ ହେଇଥିଲା, 2-4 ଜଣ ମିଶିକିରି। ଆମେ ସେତେବେଳକୁ ମୋର ପିଲା ସମୟ ରାଉରକେଲାରେ ମୁଁ ଥାଏ। ହଁ ବେଦବ୍ୟାସ ମୂଳ ସଂସ୍କୃତ ମହାଭାରତ ଧରିକିରି ତାଙ୍କର ଜନ୍ମସ୍ଥଳୀ ଜନ୍ମସ୍ଥାନ ଏମିତି ଗୁଡ଼େଇ ବୁଲାବୁଲି କରି ସେ 6 ମାସ 8 ମାସ ଖଣ୍ଡେ ଖୁବ୍ ଦଳା ଚକଟା ଧନ୍ଦା ହେଇଥିଲା। ସେତିକିବେଳେ ସେଥିରୁ ଯାହା ଜ୍ଞାନ ଲାଭ ହୋଇଥିଲା। ସେଇ ପର୍ବତଟି କାଳକ୍ରମେ ଏମିତି ଢଳି ପଡ଼ିଛି, ସିଧା ପର୍ବତଟା ଏମିତି ବଙ୍କେଇ ଯାଇଛି। ସେଠି କେତେଗୁଡ଼ିଏ ଛୋଟ ଛୋଟ ଗୁମ୍ଫା ଅଛି, ସବୁ ପାହାଡ଼ ଗୁଡ଼ାକ ପଥର ଗୁଡ଼ାକ ଏମିତି ଢଳିକି ରହିଛି। ବ୍ୟାସଙ୍କର ଆଶ୍ରମ ଭଳିଆ ଗୋଟିଏ ଛୋଟିଆ ଗୁମ୍ଫାଟିଏ ଅଛି, ତାକୁ ବ୍ୟାସାଶ୍ରମ ବୋଲି କହୁ। ସେଠି ରାମ ମନ୍ଦିରଟିଏ ବର୍ତ୍ତମାନ ସେଠମାନେ ତିଆରି କରିଦେଇଛନ୍ତି, ବଡ଼ ସୁନ୍ଦର ରାମ ମନ୍ଦିରଟିଏ। ସେ ପର୍ବତର ଚୂଡ଼ାରେ ଶିବ ମନ୍ଦିରଟିଏ ବହୁ ପ୍ରାଚୀନ କାଳରୁ ଅଛି। ତଳେ ବ୍ରାହ୍ମଣୀ ନଦୀ ବହିଯାଉଛି, ସେଟା ହେଉଛି ବ୍ରାହ୍ମଣୀ ନଦୀ। ଏଇ ବୈଚିତ୍ର୍ୟଟା ଏଇଠି, ଯେମିତି ଆମର ଗଙ୍ଗା ଯମୁନାର ଜଳ କଳା ଓ ଧଳା, ବହୁତ ବାଟ ପର୍ଯ୍ୟନ୍ତ ଆପଣ ଦେଖିବେ ସେପଟର ପାଣି କଳା ଦୁଶୁଛି, ଏପଟର ପାଣି ଧଳା ଦୁଶୁଛି। 2ଟା ନଦୀ ଦିଆଡ଼ୁ ଆସିଲା ତ, କଳା ପାଣି ଅଲଗା ଦୁଶୁଛି, ଧଳା ପାଣି ଅଲଗା ଦୁଶୁଛି ବହୁତ ଦୂର ପର୍ଯ୍ୟନ୍ତ। ଏଠି ମଧ୍ୟ ଶଙ୍ଖ ଆଉ କୋଇଲ, ଶଙ୍ଖର ଜଳ ଶଙ୍ଖ ଭଳିଆ ଧଳା, କୋଇଲର ଜଳ
कोइली भलिया कला ताको शंख कोइली बोधे ये ना देइचंती कला और धड़ा पानी बोलिकी से दीटा पानी बहुत बाट पर्यंत कला धड़ा बारी होचे सेठे नदी खूब चौड़ा आजिकल राउरकेला स्टील प्लांट पे बोलिकी 5 किलोमीटर तले गोटे डैम हो बड़ डैमटे डैमटा है पानी मिसीगला आड़ को कला धड़ा जना पड़े से स्थान टी व्यासदेवर आश्रम बोली कहुए। अरे किए पुति है ना नाई रे ता तले गोड़ी गुड़ाक गोड़ी गुड़ाक पड़गला किसी जाए ए पूजा पंडा से तले किए पुति अच्छी कि देख ना सका बाहर छोट गोड़ी बस्ता गुड़ाक चारिपटे दिया है ଯେତେବେଳେ ବ୍ୟାସଦେବଙ୍କର ସେ ଗୁମ୍ଫାରେ ବସି व्यास भगवान कहीं आसते कि जमी परशुराम समय क्षत्रिय संहार निमंते वीर्य कलाटी आसीथिला सेमती व्यासदेव समय भगवान ज्ञान कलाटी आसीथिला आमे पूर्वे जानिचे आलोचना करचे वर्तमान दरकार नहीं। गौतमस्य मुने सापात बोली गोटे वाक्य अच्छी से वाक्यानुसार गौतम अभिशाप शास्त्र माने लुप्त हो गले शास्त्र लुप्त हो गले अधर्म व्यापी गला शास्त्र माने तो जमी आम आईपीसी सीआरपीसी बही दीटा संविधान अच्छी बोली आमर श्रृंखला आ नीति नियम न्यायालय सब फंक्शन कर लोक डरुंच कोर्ट कचेरी की पुलिस की गोटे प्रकार शांति श्रृंखला अच्छी आमे आईपीसी सीआरपीसी संविधान जो उठेदवा जमी विशृंखला चारिटे व्यापीज सेमती शास्त्र माने धर्मटा को जगी शास्त्र को चाहे शास्त्र आदेश शास्त्र निर्देश शास्त्र को आमे भय करुचे शास्त्र को भय करुचे आज्ञा आमे समस्ते शास्त्र को भय करुचे आपड़ कहे ना ना मुझे डरुनी आम घर एति शास्त्र थुआई मुझे खातिर करनी से बाटे पलाऊँ बाप चलीगले आप शुद्ध होती क्या भय का भय जदि से शास्त्र न था आप पैसा खर्च कर शुद्ध हाँ निज बुद्धि हाँते गोटे लोक पाप कला अपकर्मटे करदेला प्रायश्चित करुच्ची क्या भय विवाह करूँ व्रत करूँ क्या भय नहीं कि हाँ अमेध्य स्पर्श करूना क्या भय एकादशी व्रत करुँच क्या भय आम अज्ञान आमर प्रति जमी आईपीसी सीआरपीसी भय अच्छी पुलिस विभाग प्रति जमी आमर भय अच्छी सेमतिका एगुड़ाक प्रति आमर शास्त्र प्रति आमर भय अच्छी जिते शास्त्र लोप पाईगले लोके निर्भय हो गले अधर्म व्यापीगला भगवान आसिले तांकर ज्ञान कलाटी आसला आसिक व्यासंग भितर प्रवेश कला व्यासंग भितर प्रवेश करी व्यास कौन कले ना सब तो लोप हो जाइए वेद को प्रथमे उद्धार कले वेद को उद्धार कर वेद को प्रथमे 4 भाग कले पूर्व वेद गोटे था व्यास ताको 4टी परिणत कले एक वेद ताको 4 भाग कले उपनिषद गुड़िक संग्रह कले वेदांत दर्शन रचना कले 88 महापुराण लिखिले 88 उपपुराण लिखिले 88 अतिपुराण लिखिले तापर 18 स्कंध विशिष्ट अध्याय विशिष्ट पर्व विशिष्ट महाभारत रचना कले आ बाकी अन्य जहाँ सब एतिक शास्त्र हो गले जो शास्त्र लेखा सरीगला शास्त्र लोप हो जाता बोली तो भगवान कला आसला भगवान कलाटी व्यासंग भितर प्रवेश करके शास्त्र सब रचना करदे रचना कर सारा पर शास्त्र आउ प्रयोजन नहीं भगवान कलाटी व्यासंग देहर बाहरी चलीगला जो चलीगला आविष्ट अवस्था निदर उठला भाया
ବ୍ୟାସ ଉଠିଲେ ଝାଡ଼ି ଝୁଡ଼ି ହେଇକିରି ଗାମୁଛାରେ ମୁହଁ ଫୁହଁ ପୋଛାପୋଛି କଲେ, ଦେଖିଲେ ତାଙ୍କ ଗୁମ୍ଫାରେ ଭର୍ତ୍ତି ହେଇଛି ତାଳପତ୍ର ପୋଥି। ଏଠି ଏଗୁଡ଼ାକ କିଏ ଆଣିକିରି ଭିତରେ ରଖିଲା? ଏତେ ପୋଥି କିଏ ଆଣିଲା? ମୁଁ ତ ଏଗୁଡ଼ାକ କିଣିନି କୋଉଠୁ। ଫେଟେଇକିରି ଗୋଟେ ଦେଖିଲେ ସ୍କନ୍ଦ ପୁରାଣ, ସେଟାକୁ ଥୋଇଲେ। ଆଉ ଗୋଟେ ଫେଟେଇଲେ ବିଷ୍ଣୁ ପୁରାଣ, ତା ଭିତରେ ବଡ଼ ବଡ଼ ଭଲ ଭଲ କଥା ଅଛି, ସେଉଠିକି ଥୋଇଲେ। ତାପରେ ଆଉ ଗୋଟିଏ ଫିଟେଇଲେ ନୃସିଂହ ପୁରାଣ, ବେଦାନ୍ତ ଦର୍ଶନ, ଏମିତି ସବୁ ବାହାରିଲା ସେ ଭିତରୁ। ଅର୍ଥାତ୍ ବ୍ୟାସ ଖୋଜିଲେ ଏଗୁଡ଼ିକ କେଉଁଠୁ କ'ଣ ଆସିଲା। ଏଥିରୁ ବୁଝି ହେଉଛି ଯେ ଭଗବାନଙ୍କର କଳାଟି ପ୍ରବେଶ କରି ଏସବୁ ଶାସ୍ତ୍ର ରଚନା କରି ପଳେଇ ଯାଇଛି। ତା ପରବର୍ତ୍ତୀ ସେଇ ଶାସ୍ତ୍ର ଗୁଡ଼ିକୁ ପଢ଼ି ବ୍ୟାସ ବ୍ୟକ୍ତି ନ ବ୍ୟକ୍ତିବା କେଉଁଠି ବୁଝିପାରୁଛନ୍ତି, କେଉଁଠି ବୁଝିପାରୁନାହାନ୍ତି। ଇଏ ହେଉଛନ୍ତି ସବୁ ଆବେଶାବତାର, ସେଇ କଳାଟି। କିନ୍ତୁ ପୃଥୁଙ୍କ ଅବତାର, କୃଷ୍ଣଗର୍ଭ ଅବତାର, ଋଷଭ ଅବତାର, କପିଳ ଅବତାର, ନାରଦ ଅବତାର, ସନକ ଅବତାର, ବୈରାଗ୍ୟ କଳାଟି ଚତୁଃସନଙ୍କ ପାଖକୁ ଆସିଛି। ଏ 4 ଜଣ ମାତ୍ର ସଂସାରରେ ବ୍ରହ୍ମଚାରୀ, ଆଉ କେହି ବ୍ରହ୍ମଚାରୀ ନାହାନ୍ତି। ବ୍ରହ୍ମଚର୍ଯ୍ୟ ହାନି ଦୋଷ ଆଉ ସମସ୍ତଙ୍କ ପାଖରେ ଅଛି। କଠୋର ବ୍ରହ୍ମଚର୍ଯ୍ୟ ଧାରଣ 4 ଜଣଙ୍କ ପାଖରେ ଶାସ୍ତ୍ର ନିର୍ଣ୍ଣୟ କରୁଛନ୍ତି। ସେ ହେଉଛନ୍ତି ସ୍ୱୟଂ ଭଗବାନଙ୍କର ବୈରାଗ୍ୟାବତାର, ସନକ, ସନାତନ, ସନନ୍ଦନ, ସନତ କୁମାର, ଚତୁଃସନ। ଆଉ ବାକି ସମସ୍ତଙ୍କ ପାଖରେ ହାନି ଦୋଷ ଅଛି। ଠିକ୍ ସେଇଭଳିଆ ତ ଜ୍ଞାନ କଳାଟି କପିଳଙ୍କ ପାଖରେ, ଜ୍ଞାନ ଓ ବୈରାଗ୍ୟ ଉଭୟ କଳା କପିଳଙ୍କ ପାଖରେ। ପୃଥୁଙ୍କ ପାଖରେ ଭଗବାନଙ୍କର କୋଉ କଳା? ବିଶ୍ୱ ପୋଷଣ କଳାଟି। ଭଗବାନଙ୍କର ଗୋଟେ ନାଁ ହେଉଛି ବିଶ୍ୱମ୍ଭର, ନାଇଁ କି? ଭଗବାନଙ୍କର ଗୋଟିଏ ନାଁ ହେଉଛି ବିଶ୍ୱମ୍ଭର। ବିଶ୍ୱମ୍ଭର ଶବ୍ଦର ଅର୍ଥ କ'ଣ? ବିଶ୍ୱକୁ ଯିଏ ଭରଣ ପୋଷଣ କରନ୍ତି ସେ ବିଶ୍ୱମ୍ଭର। ବିଶ୍ୱକୁ ଯିଏ ଭରଣ ପୋଷଣ କରନ୍ତି ସେ ହେଉଛନ୍ତି ବିଶ୍ୱମ୍ଭର। ଭଗବାନ ଏ ବିଶ୍ୱକୁ ପ୍ରତି ପ୍ରାଣୀକି ଅନ୍ନ ଦେଉଛନ୍ତି, ପୋଷଣ କରୁଛନ୍ତି। ବୋଧହୁଏ ସେଇ ଭରଣ ପୋଷଣ କଳାଟି ପୃଥୁ ରୂପେ ଆସି ଅବତୀର୍ଣ୍ଣ ହୋଇଥିଲେ। ସେ ମଧ୍ୟ ଆମେ ଜନ୍ମ ହେଲା ଭଳିଆ ଜନନୀ ଜଠରରୁ ଜନ୍ମ ହୋଇନାହାନ୍ତି। ତାଙ୍କ ଉତ୍ପତ୍ତି ଅଲୌକିକ, ବିଚିତ୍ର। ମୁନି ଋଷିମାନଙ୍କର ବେଣ ଶରୀରକୁ ମନ୍ଥନରୁ ଯେଉଁ ପୁତ୍ର କନ୍ୟା ଯୋଡ଼ିଏ ଜାତ ହେଲେ, ପୃଥୁ ଆଉ ଅର୍ଚି, ସେମାନେ ପତିପତ୍ନୀ ରୂପେ କାଳଯାପନ କଲେ, ଜୀବନଯାପନ କଲେ। ପୃଥୁ ସିଂହାସନରେ ଅଧିରୂଢ଼ ହୋଇ ବିଶ୍ୱକୁ ପୋଷଣ କରିବା ପାଇଁ ଯାହା ବ୍ୟବସ୍ଥା କଲେ। ତା ପୂର୍ବରୁ ଅନ୍ୟାନ୍ୟ ରାଜାମାନେ ଥିଲେ, ବଡ଼ ବଡ଼ ରାଜାମାନେ ଥିଲେ, କିଛି କମ୍ ନୁହନ୍ତି, ଅଦ୍ୱୈତ ସଂଖ୍ୟାରେ କମ୍। ଅଙ୍ଗ, ବେଣ ଆଉ ଯିଏ ଯେମିତି ଥିଲେ, ଏମାନେ ବୋଧହୁଏ ଅରଣ୍ୟ ବନ ଉପରେ ହିଁ ନିର୍ଭର କରି ଚଳି ଯାଉଥିଲେ। ଏମାନେ ପୃଥିବୀରୁ କିଛି ସଂଗ୍ରହ କରୁନଥିଲେ। ପୃଥୁଙ୍କଠୁ ସେହି ପ୍ରକ୍ରିୟା ଆରମ୍ଭ ହେଲା। ଭଗବାନ ତ ସ୍ୱୟଂ ଆସିଛନ୍ତି। କାଲି ଆମେ ପୃଥ୍ୱୀ ଦୋହନ କଥା ଆଲୋଚନା କରିଛେ। ପୃଥୁ କିଭଳିଆ ଗାଭୀରୂପିଣୀ ପୃଥ୍ୱୀ ଦେବୀଙ୍କ ଠାରୁ କିଏ ବାଛୁରୀ ହେଲେ, କିଏ ସେ ପାତ୍ର ହେଲେ, ନାଇଁ କି? ସ୍ୱୟଂଭୁବ ମନୁ ହେଲେ ବାଛୁରୀ, ପୃଥ୍ୱୀ ତଳେ ଦୋହନ କଲେ। ଆଉ କଞ୍ଚା ମାଟି ହେଲା ପାତ୍ର। କଞ୍ଚା ମାଟି ପାତ୍ରରେ ସ୍ୱୟଂଭୁବଙ୍କୁ ମନୁଙ୍କୁ ବାଛୁରୀ କରି ପୃଥୁ ପ୍ରଜାମାନଙ୍କ ପାଇଁ ଦୋହନ କଲେ। କ'ଣ ଦୋହନ କଲେ? ଆଜି ଆମେ ଯାହା କିଛି ପାଉଛେ ସବୁ ପୃଥିବୀରୁ ପୃଥୁ ଦୋହନ କରିଥିଲେ। ଆମେ ସବୁ କିଛି ପୃଥିବୀରୁ ସଂଗ୍ରହ କରୁଛେ, ଏ ଭୂଗର୍ଭରୁ ସବୁ ସଂଗ୍ରହ କରୁଛେ। କେବଳ ସୂର୍ଯ୍ୟଙ୍କ ଠାରୁ ଆଲୋକ, ତାପ, ଚନ୍ଦ୍ରମା ଠାରୁ ଟିକେ ଶୀତଳତା, ଏତିକି ଛାଡ଼ିଦେଲେ ଆଉ ଆମେ ସବୁ ଜିନିଷ ପୃଥିବୀ ଠାରୁ ହିଁ ଦୋହନ କରୁଛେ। ଯାବତୀୟ ପଦାର୍ଥ, ଯେଉଁ ଜିନିଷଟି ଆପଣ କଳ୍ପନା କରିବେ କି ଧରି ପକାଇବେ କି ଛୁଇଁବେ,
ସେଟା କେମିତି ହେଲେ ପୃଥିବୀଠୁ ଆସିଛି। ଏ ପୃଥିବୀଠୁ ଦ୍ରବ୍ୟ ସଂଗ୍ରହ କରିବା କୃଷି କର୍ଷଣ ଦ୍ୱାରା ଶସ୍ୟାଦି ସଂଗ୍ରହ ଠାରୁ ଆରମ୍ଭ କରି କାଠ କୋଇଲା କେରୋସିନି ସଂଗ୍ରହଠୁ ୟୁରାନିୟମ ସୁନା ରୂପାଠୁ ଆରମ୍ଭ କରି ନାଇଁ କି ଔଷଧି ସମୂହ ପର୍ଯ୍ୟନ୍ତ ମଣିମୁକ୍ତା ହୀରା ନୀଳା ପର୍ଯ୍ୟନ୍ତ କୂପ ଖନନ କରି ଜଳ ସଂଗ୍ରହ ପର୍ଯ୍ୟନ୍ତ ସବୁକିଛି ଆମର ପୃଥିବୀଠୁ ସଂଗ୍ରହ କରାଯାଉଛି। ଏ ପଦ୍ଧତି ପୃଥିବୀଠୁ ଏମିତି ସବୁ ସଂଗ୍ରହ କରିବାକୁ ହବ। ଏ ପଦ୍ଧତିଟି ଆମକୁ କିଏ ଦେଖେଇଲେ? ପ୍ରଥମେ ପୃଥୁ ଦେଖେଇଲେ। ତା ବାଦେ କାଲି ଆମେ ଆଲୋଚନା କରିଛେ ସେ ପୃଥୁଙ୍କ କଥା, ଆଉ ବେଶୀ ଗଡ଼େଇବାନି, ସମୟ ହେଇଯିବ। ତ ଶସ୍ୟାଗାର, ସେନା ଛାଉଣୀ ନାଇଁ କି, ଗୋଦାମ, ବିପଣୀ, ରାସ୍ତା, ନଦୀବନ୍ଧ, କେତେ କଥା କାଲି କହିଛି। ଏଗୁଡ଼ା ସବୁ ପୃଥୁ ହିଁ ଆରମ୍ଭ କଲେ। ଭଗବାନଙ୍କ କଳା, ଭଗବାନଙ୍କ ଅବତାର ପୃଥୁ, ଏସବୁ ବ୍ୟବସ୍ଥା ପୃଥୁ ଯେଉଁ ପଥ ଦେଖେଇ ଦେଇ ଯାଇଥିଲେ। ଆଉ ଗୋଟିଏ ବଡ଼ କୀର୍ତ୍ତି ପୃଥୁଙ୍କର ଆପଣମାନେ ମନେ ରଖିଥିବେ, କାଲି ତ କୁହାହେଇଛି ଏ ପୃଥିବୀଟା ହିମାଳୟ ଭଳିଆ ଉଚ୍ଚା ନିଚା ଥିଲା। ପୃଥିବୀଟା ସମତଳ ନଥିଲା। ପୁରାଣ ଭାଷାରେ କୁହାଯାଏ ଯେ ପୃଥ୍ୱୀ ଉପରେ ଯେତେବେଳେ ପୃଥୁ ରଥରେ ଚଢ଼ି ବୁଲିଲେ, ପୃଥୁଙ୍କ ରଥ ଚକରେ ପୃଥିବୀଟା ସମତଳ ହେଇଛି। ଯାଉଛି ତାଙ୍କ ରଥ ଚକରେ ହଉ, ସେ କେଡ଼େ ଓଜନିଆ ଲୋକ ଥିଲେ କେଜାଣି, ତାଙ୍କ ରଥ ଚକରେ ସମତଳ ହେଇଗଲା। ଯାହା ହଉ ପୃଥିବୀଟାକୁ ସମତଳ କଲେ। ସେ ଆଗେ ଅତି ବନ୍ଧୁର ଥିଲା, ଯେମିତି ହିମାଳୟରେ କିମ୍ବା ଉତ୍କାମଣ୍ଡରେ କି ମାଉଣ୍ଟ ଆବୁରେ। ମାଉଣ୍ଟ ଆବୁ ତ ଗୋଟେ ପ୍ରକାର ସମତଳ, ଉତ୍କାମଣ୍ଡ ଟିକେ ବେଶୀ। ଆପଣ ପାଦେ ଘୁଞ୍ଚିଲେ ଉପରକୁ ଉଠିବାକୁ ପଡ଼ିବ, ନହେଲେ ତଳକୁ ଗଡ଼ିବାକୁ ପଡ଼ିବ। ଆପଣ 10 ହାତ ଯିବା ପାଇଁ ହେଲେ 8 ଫୁଟ ଚଢ଼ିଲେ 10 ହାତ ଯିବେ, କିମ୍ବା 8 ଫୁଟ ଖସିଲେ 10 ହାତ ଦୂରକୁ ଯିବେ। ଏଇଭଳିଆ ବନ୍ଧୁର ଥିଲା ପୃଥିବୀଟା, ତାକୁ ସମତଳ କଲେ। ପୃଥିବୀର ଅଧିକାଂଶ ଅଂଶ ତ 72% ଜଳ, ବାକି ଯେଉଁ ସାମାନ୍ୟ କିଛି ଅଂଶ ସ୍ଥଳ ଭାଗ ସେମିତି ଉଚ୍ଚା ନିଚା ହେଇକରି ଥିଲା। ବନ୍ଧୁର କହିଲେ ଉଚ୍ଚା ନିଚା, ତାକୁ ପୃଥିବୀ ସମତଳ କଲେ। ଏମିତି ଅନେକ ଗୁଡ଼ିଏ ପୃଥୁଙ୍କର, ଭଗବାନ ଅବତାର ପୃଥୁଙ୍କର ବିଶିଷ୍ଟ କର୍ମ। ଏ ସମସ୍ତ କାର୍ଯ୍ୟ ସରିଲା ପରେ ଆଉ ଗୋଟିଏ କଥା ମଧ୍ୟ କାଲି ସୂଚନା ଦେଇଥିଲି, ମନେଥିବ। ୟା ପୂର୍ବରୁ ରାଜାମାନେ ଗୋଟିଏ ଯଜ୍ଞ କରିବା କଥା ଦୁଶୁନି। ମନୁ କୋଉଠି ଯଜ୍ଞ କଲେ ବୋଲି ପୁରାଣରେ ବର୍ଣ୍ଣନା ନାହିଁ। ତାଙ୍କ ପୁତ୍ର ଉତ୍ତାନପାଦଙ୍କର ମଧ୍ୟ ଯଜ୍ଞ କରିବା କଥା ନାହିଁ। ଧ୍ରୁବ ମଧ୍ୟ କୋଉଠି ଯଜ୍ଞ କଲେ ବୋଲିକିରି ଯଜ୍ଞର ଦୁଶୁନି। ଅଙ୍ଗଙ୍କର ମଧ୍ୟ ଯଜ୍ଞ କରୁଥିଲେ କୋଉଠି ବୋଲିକିରି ଦେଖାଯାଉନି। ବୋଧହୁଏ ପୃଥୁଙ୍କଠୁ ଯଜ୍ଞ କ୍ରିୟା ମଧ୍ୟ ଆରମ୍ଭ ହେଲା। ଏ ଯଜ୍ଞ କ୍ରିୟାଟା ଏଇଟା ଆମର ଜନ ସମାଜ ପ୍ରତି ବଡ଼ କଲ୍ୟାଣକାରୀ, ଅତି କଲ୍ୟାଣକାରୀ। ୟାର ଗୋଟିଏ ବଡ଼ କାର୍ଯ୍ୟ ହେଲା, ଯଜ୍ଞର ଗୋଟିଏ ବଡ଼ କାର୍ଯ୍ୟ ହେଲା ଯେ ପବିତ୍ରତା ସମ୍ପାଦନ। ଯଜ୍ଞ କାର୍ଯ୍ୟ ଏପରି ଏକ ପବିତ୍ର କାର୍ଯ୍ୟ ଯେ ଆଜିକାଲି ଯେଉଁ କାଁ ଭାଁ କେଉଁଠି ସେ ଯଜ୍ଞର କିଛି ଠିକ୍ ଠିକଣା ନାହିଁ, ତଥାପି ଯେଉଁଠି ଯଜ୍ଞ ମଣ୍ଡପଟେ ହେଇଛି ଆପଣ ତା ଭିତରକୁ ପଶିଗଲେ ଆପଣ ଗୋଟେ ପବିତ୍ରତା ବୋଧ କରିବେ। ସେ ସମ୍ଭାର, ସେ ସାଜସଜ୍ଜା, ସେ ଦୃଶ୍ୟ, ସେ ପରିସର ପରିବେଶଟା ବଡ଼ ପବିତ୍ର। ସେଠି କ'ଣ ରହିଛି ଆପଣ ଯଜ୍ଞ ମଞ୍ଚ ଭିତରକୁ ପଶିଗଲେ, ଯଜ୍ଞ ମଣ୍ଡପ ଭିତରକୁ ପଶିଗଲେ, ବାହାରୁ ଦେଖିଦେଲେ ଅନ୍ତଃକରଣ ଆପଣଙ୍କର ପବିତ୍ର ହୋଇଯିବ। ପବିତ୍ରତା ସମ୍ପାଦନ ହେଉଛି ଯଜ୍ଞର ପ୍ରଥମ କାର୍ଯ୍ୟ। ଆଉ ବାକି ତାର ତ ଅନ୍ତର୍ନିହିତ କାର୍ଯ୍ୟ ବହୁତ ଅଛି, ଏଇଟା ବାହ୍ୟ କଥା ଗୁଡ଼ା କହୁଛି। ପବିତ୍ରତାଟା ଆମର କ'ଣ କାମରେ ଆସିବ କି? ପବିତ୍ରତାର ବଡ଼ ପ୍ରଭାବ ଅଛି ଆମ ଉପରେ। ଆପଣ ହାତ ଗୋଡ଼ ଶୌଚ ରହିକରି ଯଦି ସବୁବେଳେ ଶୌଚ ରହିଲେ, ପବିତ୍ର ରହିଲେ, ଆପଣଙ୍କର ଚିତ୍ତ ମନ ଉତ୍ଫୁଲ୍ଲ ରହିବ। ଈଶ୍ୱର ଚିନ୍ତା, ଉଦାରତା, ଦୟା, କ୍ଷମା, ସ୍ନେହ, ମମତା, ସଦ୍ଗୁଣ ଗୁଡ଼ାକ ଆପଣଙ୍କ ଭିତରେ ଫୁଟିକିରି ବାହାରିବ। ଆପଣ ଯଦି ଅଶୌଚ, ସଂକୀର୍ଣ୍ଣ ରହିଲେ, ଆପଣଙ୍କର କ୍ଷୁଦ୍ର ମନତା, ଛୋଟ ବୁଦ୍ଧି, ଆଉ କ୍ଷୁଦ୍ର ବୁଦ୍ଧି, ଆଉ କଠୋରତା, କର୍କଶତା, ହୀନ ଚିନ୍ତା ଏଗୁଡ଼ାକ ରହିବ, ଡେଭଲପ୍ କରିବ। ଆପଣ ଲକ୍ଷ୍ୟ କରନ୍ତୁ, ଗାଧେଇବା ପୂର୍ବ ଅବସ୍ଥା, ଗାଧେଇବା ପର ଅବସ୍ଥା ଚିନ୍ତା କଲେ
ହଁ ନଳା ନର୍ଦ୍ଦମାରେ ସକାଳୁ ଘାଣ୍ଟି ହେଉଛି କି ନା ଅନ୍ୟ କିଛି କାର୍ଯ୍ୟ କରୁଛେ ସେତେବେଳେ ମନୋବୃତ୍ତିଟା କେମିତି ଅଛି? ଗାଧୋଇ ପାଧେଇକିରି ପାଟ ଖଣ୍ଡେ କି ମଠା ଖଣ୍ଡେ ପିନ୍ଧି ରୁଦ୍ରାକ୍ଷ ମାଳଟିଏ କି ତୁଳସୀ ମାଳଟିଏ ପକେଇ ଫୁଲ ପୁଞ୍ଜେ ତୁଳସୀ ପୁଞ୍ଜିଆ ହାତରେ ଧରି ପାଣି କଳସଟିଏ ଧରି ରାମ ଗୋବିନ୍ଦ କୃଷ୍ଣ ଗୋପାଳ ଉଚ୍ଚାରଣ କରିକି ଯେତେବେଳେ ପଳେଇ ଯାଉଛେ ଏ ଦୃଶ୍ୟଟା ମୋର ଏବେ ଦୁଷି ଯାଉଛି। ବାମୁଣିଆ ଗାଁ ଶାସନରେ ଆମେ ଜନ୍ମ ହେଇଛୁ। ପିଲାଦିନେ ଆମେ ସବୁ ଦେଖୁ ପିତୃପକ୍ଷ ହୁଏ। ପିତୃପକ୍ଷରେ ଗାଁର ଛୋଟ ବଡ଼ ସମସ୍ତେ ତର୍ପଣ କରିବେ। ଆଗେ ଆମ ପିଲାଦିନେ ଏହା ଗୋଟେ କଠୋର ନିୟମ ଥିଲା। ସକାଳ 8ଟାଠୁ ଦିନ 11ଟା ପର୍ଯ୍ୟନ୍ତ ସକାଳ 7-8ରୁ ବୁଢ଼ାମାନେ ଗାଧେଇ ସାରିକିରି ତର୍ପଣ କରିସାରି ଅଭିଷେକ ପାତ୍ର, ଶିବ ମନ୍ଦିର ଅଛି, ଅଭିଷେକ ପାତ୍ର ହାତରେ ବଟାଟିଏ ତା ଦେହରେ ରାଶି ତଣ୍ଡୁଳ ଫୁଲ ତୁଳସୀ ଇତ୍ୟାଦି ସବୁ ଥିବ ବିଷ୍ଣୁ ପୂଜା ପାଇଁ। ଏ ହାତରେ ପାଣି ଢାଳୁଟିଏ ଧରିଥିବେ, ଗାମୁଛା ଖଣ୍ଡିଏ ପିନ୍ଧିଥିବେ, ରୁଦ୍ରାକ୍ଷମାଳା ପଡ଼ିଥିବ, ଆଉ ପଇତା ଚକଚକ ଦୋଷୁଥିବ, ଗଙ୍ଗା ସ୍ତବ ଗାଇ ଗାଇକିରି ଗାଧେଇ ସାରିକିରି ଯେତେବେଳେ ଗାଁକୁ ସବୁ ଫେରୁଥିବେ, ଗୋଟିଏ ବ୍ରାହ୍ମଣଟିଏ ଯେତେବେଳେ ତର୍ପଣ କାର୍ଯ୍ୟ ସାରିକିରି ଫେରୁଛି ସେଇ ସମୟଟାରେ ସମସ୍ତେ ତା ପଛକୁ ଆସୁଥାନ୍ତି। ଆଜ୍ଞା ଗୋଟେ ଅଲଗା ଦୃଶ୍ୟ, ସେ ଗୋଟେ ଅଲଗା ଦୃଶ୍ୟ, ଯେମିତି ପବିତ୍ରତା ଭରି ଯାଇଛି। ପବିତ୍ରତା ଭରି ଯାଇଛି। ଯେମିତି ବର୍ତ୍ତମାନ ଆମେ ଦେଖୁଛେ ରାସ୍ତା କଡ଼ରେ ମଲା ଛେଳିଟେ ଲଟକିଛି କି ଚମଡ଼ା ଟିକେ ଲଦିକିରି ସାଇକେଲରେ ବୋହି ନେଉଛି, ଯେମିତି କଦର୍ଯ୍ୟ ଦୃଶ୍ୟ, ଠିକ୍ ତାର ଓଲଟା ସେଗୁଡ଼ାକ। ଏଭଳିଆ ପବିତ୍ରତା ଗୋଟେ ବଡ଼ ଜିନିଷ। ଇଏ ପବିତ୍ରତା ହୃଦୟକୁ ପ୍ରସନ୍ନ ରଖେ, ମନକୁ ପ୍ରଫୁଲ୍ଲ ରଖେ, ମନରେ ଉଦାର ବୁଦ୍ଧି ଜାତ କରେ, ଦୟା କ୍ଷମା ସ୍ନେହ ମମତା ଇତ୍ୟାଦି ଭାବ ଗୁଡ଼ାକ ଉଦ୍ଗୀରଣ ଯେମିତି ହେଉଥାଏ ପବିତ୍ର ରହିଲେ। ଇଏ ହେଲା ଯଜ୍ଞର ଗୋଟିଏ ବଡ଼ କାର୍ଯ୍ୟ। ଦ୍ୱିତୀୟ କାର୍ଯ୍ୟ ହେଲା ଯଜ୍ଞରେ ଅନ୍ନଦାନ। ମାସ ମାସ ଧରି ସେଠି ଅନ୍ନ ଭୋଜନ କରିବା ପାଇଁ ଦୁଃଖୀ ରୋଗୀ ସମସ୍ତେ ପାଆନ୍ତି। ଆଉ ଗୋଟିଏ ଯଜ୍ଞର କାର୍ଯ୍ୟ ହେଲା ସମାଜ ସେଠି ୟୁନିୟନ ଏକାଠି ହେବାର ସୁଯୋଗ ପାଏ, ଏକତ୍ରିତ ହୋଇ ସଂଘବଦ୍ଧ ହୋଇ କାର୍ଯ୍ୟ କରନ୍ତି। ଏମିତି ଯଜ୍ଞର ବଡ଼ ପ୍ରଭାବ ରହିଥିଲା। ବର୍ତ୍ତମାନ ଯଜ୍ଞଟାକୁ ଆମର ତ ବର୍ତ୍ତମାନ ସବୁ ବ୍ୟବସାୟ ଭିତ୍ତିକ ହୋଇଗଲାଣି। ଯଜ୍ଞଟା ମଧ୍ୟ ସେଇଭଳିଆ କରାହେଉଛି। ଗାଁ ମାନଙ୍କରେ କରୁଛନ୍ତି। କେତେ ଆଦାୟ ହେଲାରେ ଚାନ୍ଦା ଭେଦା 40,000, ଖର୍ଚ୍ଚ 28,000, 12,000 ଟଙ୍କା ରଖିଥାଏ। ଇଏ ମଧ୍ୟ ବ୍ୟବସାୟ ଭିତ୍ତିକ ହେଇଗଲାଣି। ସେ ଯଜ୍ଞ କ୍ରିୟା ଯଜ୍ଞାନୁଷ୍ଠାନ ଇଏ ହେଲା ବାହ୍ୟ ଉପକାର ଗୁଡ଼ିକ। ତାର ଅନ୍ତର୍ନିହିତ ଉପକାର ଆମେ କଳ୍ପନା କରିପାରିବାନି। ବହୁତ ଯଜ୍ଞର ଭୌଗୋଳିକ ନାହିଁ, ହଁ ଭୌଗୋଳିକ ପରିବେଶ ଭିତରେ ସେଇଟା ଯିବ। ଜଳବାୟୁଗତ ସଞ୍ଚାର ଓ ସନ୍ତୁଳନ ଇତ୍ୟାଦି ଯାହା ଆମେ କହୁଛେ, ଯଜ୍ଞ ତ ଏଟାକୁ ମେଣ୍ଟେନ୍ କରୁଥିଲା, ପୃଥିବୀକୁ ବ୍ୟତିକ୍ରମ ହେବାକୁ ଦେଉନଥିଲା, ଠିକ୍ ସଜାଡ଼ିକି ରଖିଥିଲା। ବୃଷ୍ଟିପାତ, ବାୟୁ ଏବଂ ରୋଗ ଶୋକ ନ ହେବା ଏଗୁଡ଼ାକୁ ସବୁ ନିୟନ୍ତ୍ରଣ କରି ରଖୁଥିଲା। ଯାହା ହଉ ଏ ଯଜ୍ଞ କର୍ମ ବୋଧ ହୁଏ ପୃଥୁ ହିଁ ଆରମ୍ଭ କଲେ। ପ୍ରଥମେ ପୃଥୁଙ୍କର ଅଶ୍ୱମେଧ ଯାଗ ପୁରାଣ ପ୍ରସିଦ୍ଧ ଯାଗ। ପୃଥୁ ଅତ୍ରିମୁନିଙ୍କ କଥା କାଲି ଆଲୋଚନା କରି ଆମର ବେଳ ପଳେଇଲା। ଅତ୍ରିମୁନିଙ୍କୁ ପୁରୋହିତ ରୂପେ ଗ୍ରହଣ କରି ତ ଅଶ୍ୱମେଧ ଯାଗ ଆରମ୍ଭ କଲେ। ଅତ୍ରିମୁନି ସୁଦକ୍ଷ ବ୍ୟକ୍ତି, ସେ ଠିକ୍ ଯାଗ ଯଜ୍ଞଙ୍କୁ ଆଉ ନେଲେ। ଅନ୍ୟାନ୍ୟ ସହସ୍ର ମୁନି ଋଷି ତାଙ୍କୁ ସେଥିରେ ସହାୟତା କଲେ। ତ ଅତ୍ରିମୁନି ଭକ୍ତି ତଦ୍ଗତ ଚିତ୍ତରେ ଅଶ୍ୱମେଧ ଯାଗରେ ଯଜ୍ଞ ପୁରୁଷ ଭଗବାନ ଶ୍ରୀହରିଙ୍କୁ ଯେତେବେଳେ ଆବାହନ କଲେ, ପୃଥୁଙ୍କ ଭଳିଆ ଲୋକ ସେ କର ଯୋଡ଼ିକିରି କର୍ତ୍ତା ରୂପେ ବସିଛନ୍ତି। ଅବଗୁଣ୍ଠନବତୀ ଅର୍ଚ୍ଚି ନିକଟରେ ବସିଛନ୍ତି, ନାଇଁ କି? ଏମାନେ ଯେତେବେଳେ ସାକ୍ଷାତ ଲକ୍ଷ୍ମୀ ସ୍ୱରୂପା, ଏମାନେ ଯେତେବେଳେ ହାତ ଯୋଡ଼ିକିରି ଭଗବାନଙ୍କୁ ଆହ୍ୱାନ କଲେ, ଆଜ୍ଞା ବଡ଼ ବିଚିତ୍ର କଥା ହେଇଥିଲା। ସେ ଗୋଟିଏ ଜାଗାରେ ଦେଖିବାକୁ ମିଳୁଛି, ଆଉ କୋଉଠି ନାହିଁ। ଯେତେବେଳେ ମନ୍ତ୍ର ଉଚ୍ଚାରଣ ପୂର୍ବକ ହାତ ଯୋଡ଼ି ଭଗବାନ ଶ୍ରୀହରିଙ୍କର ମନ୍ତ୍ର ଉଚ୍ଚାରଣ କରି ଅତ୍ରିମୁନି ଡାକିଦେଲେ, ଅମୁକ ଦେବ ଶ୍ରୀହରିଙ୍କୁ ଆବାହୟାମି ଆବାହୟିଷ୍ୟ ଅତ୍ର ତିଷ୍ଠ ଅତ୍ର କୃପୟା ଆସନମ ଅଙ୍ଗୀକୁରୁ ପାଦ୍ୟମ ସ୍ୱାହା ଅର୍ଘ୍ୟମ ସ୍ୱାହା ଇତ୍ୟାଦି ଯେତେବେଳେ ଆରମ୍ଭ କରିଦେଲେ, ଭଗବାନ ଚାଲି ଚାଲି ପଡ଼ି ଯାଇଥିଲେ। ଚତୁର୍ଭୁଜ ଶଙ୍ଖଚକ୍ର ଗଦା ପଦ୍ମ ଧରି ଭଗବାନ ଚାଲି ଚାଲି ପଡ଼ି ଯାଇଥିଲେ। ଆସି ଛିଡ଼ା ହେଇଗଲେ। ଅତ୍ରି ପୃଥୁ ତ ଆଶ୍ଚର୍ଯ୍ୟ, କେତେ ସ୍ତବ କେତେ ସ୍ତୁତି, ପାଦ ତଳେ ପଡ଼ି ପ୍ରଭୁ ଆପଣ ଆସିଲେ। ଅତ୍ରି ତମେ ଡାକିଲ, ତମେ ନିମନ୍ତ୍ରଣ କଲ ମୋତେ, ତମେ କେଡ଼େ ସ୍ନେହ, କେଡ଼େ ଶ୍ରଦ୍ଧା, କେଡ଼େ ଭକ୍ତି, କେଡ଼େ ଆବେଗରେ ଡାକିଲ।
ମୁଁ ନ ଆସିଥିଲେ ତମ ମନ ଦୁଃଖ ହେଇନଥାନ୍ତା? କେମିତି ନ ଆସିବି? ଭକ୍ତର ଭକ୍ତିପୂର୍ଣ୍ଣ ଡାକରେ ତ ମୁଁ ପଳେଇ ଆସେ, ମୁଁ ରହିପାରିଲିନି ବୈକୁଣ୍ଠରେ। ଯଦି ପଳେଇ ଆସିଲେ ଆଉ ପୃଥୁ କ'ଣ କରିବେ? ସାଙ୍ଗେ ସାଙ୍ଗେ ସେ ଯଜ୍ଞ କାର୍ଯ୍ୟକୁ ସେତିକିରେ ରଖି ଆଉ ଅତ୍ର କୃପୟା ଆସନ ଅଙ୍ଗୀକୁର କରିବାକୁ ଆଉ ବେଳ ଅଛି କି? ଆମେ ସିନା ଠକୁଛେ ଦେବତାମାନଙ୍କୁ ବୋଲିକିରି ପିଢ଼ାଟେ ପକେଇ ଦେଉଛେ ଏଠି ବସିତ ବୋଲି। ସେ ଆସିଲା କି ନ ଆସିଲା, ବସିଲା କି ନ ବସିଲା, ସିଆଡ଼େ ନାତି ଆସି ପିଢ଼ାଟାକୁ ଓଲଟେଇ ଦେଉଛି। ୟା ମଧ୍ୟ ହେଉଛି। ଯେତେବେଳେ ଭଗବାନ ପଳେଇ ଆସିଲେ, ଇଏ ଡାକିଦେଲେ, ପ୍ରଥମେ ଯଜ୍ଞ ପୁରୁଷଙ୍କୁ ଡାକିବେ ତ, ଡାକିଦେଲେ ପଳେଇ ଆସିଲେ। ସାଙ୍ଗେ ସାଙ୍ଗେ ପୃଥୁ ଯଜ୍ଞ ମଣ୍ଡପ ନିକଟରେ ସୁନ୍ଦର ଗୃହ ସୁନ୍ଦର ଭାବରେ ସାଜସଜା କରି ଲୋକବାକ ଦେଇ ଭଗବାନଙ୍କୁ ଦେଖ, ପ୍ରଭୁ ଏଠି ଗାଧେଇବେ, ଏଠି ପାଇଖାନା ଯିବେ, ଏଠି ରୋଷେଇ ଘର ରହିଲା, ଏଠି ଲୋକବାକ ରହିଲେ ଚାକର ବାକର ଆପଣଙ୍କ ସେବା ସୁଧା କରିବା ପାଇଁ, ଏଠି ଫୁଲ ଚନ୍ଦନ ସବୁ ଥୁଆ ହେଲା, ଏଠି ପ୍ରଭୁ ଆପଣ ଏଇ ଘରେ ରହିବେ, ଏଠି ଶୋଇବେ, ଏଠି ଖାଇବେ, ସବୁ ବ୍ୟବସ୍ଥା। ଯେମିତି ବନ୍ଧୁକୁଣିଆ ଆସିଲେ ଆମର ବିବାହ ବ୍ରତକୁ ଆମେ ତାଙ୍କ ପାଇଁ ଘର ଦ୍ୱାର ଯୋଗାଡ଼ କରିକି ରଖୁଛେ, ଆସିଲେ ତ ଯଜ୍ଞ ସରିଲେ ଯିବେ ନା, ଯଜ୍ଞ ସରିଲେ ଯିବେ ନା। ଆଉ ଯଜ୍ଞକୁ ନିମନ୍ତ୍ରଣ ହେଇକିରି ଆସିଗଲେ ତ ନିଜେ ପ୍ରଭୁ ପଳେଇ ଆସିଲେ, ଆଉ କରିବେ କ'ଣ? ସ୍ୱଶରୀରରେ ଭଗବାନ ଆସିଲେ, ମନୁଷ୍ୟ ଶରୀର ଧାରଣ କରି, ମନୁଷ୍ୟ ତୁଲ୍ୟ ଶରୀର ଧାରଣ କରି ତାଙ୍କ ପାଇଁ ଖାଇବା ପିଇବା ବସା ସନ୍ତା ଯୋଗାଡ଼ କଲେ ପୃଥୁ। ସେ ସେଠି ରହିଲେ, ଭଗବାନ ଆସିଲେ ବସିଲେ। ଭଗବାନଙ୍କର ସବୁ ସୁବିଧା କରିଦେଇକିରି ଯଜ୍ଞ କାର୍ଯ୍ୟଟା ତ ଫେରେ କରିବେ। ସେଠୁ ଅତ୍ରି କହିଲେ, ପୃଥୁ ଆସ ଆସ ଆସ, ଡେରି ହେଇଗଲାଣି, ଆହୁରି କେତେ କାମ ଅଛି। ଫେରେ କୁଶବଟୁ ହାତରେ ଗଳେଇ ତାଙ୍କୁ ଯେତେବେଳେ ଚାଉଳ ଅଞ୍ଜଳିକି ଗୁଆ ନିମନ୍ତ୍ରଣ ଦେଇ ଧରି ହାତରେ କର୍ତ୍ତା କର୍ତ୍ରୀଙ୍କର ଧରେଇ ଯେମିତି ଫେରେ ମନ୍ତ୍ର ଉଚ୍ଚାରଣ କରି ବ୍ରହ୍ମାଙ୍କୁ ଆବାହନ କଲେ, ଶିବଙ୍କୁ ଆବାହନ କଲେ, ଇନ୍ଦ୍ରଙ୍କୁ ଆବାହନ କଲେ। ଦେବତାମାନଙ୍କୁ ତ ଆବାହନ ରହିଛି ଯଜ୍ଞ ମଣ୍ଡପକୁ। ଆଜ୍ଞା ଭଗବାନ ତ ଆସିଛନ୍ତି, ଅନ୍ୟମାନେ ଯିବେ କୁଆଡ଼େ? ବାପକୁ ମଉସା କହି ସବୁ ଉଠି ଉଠି ହେଇ ଆସିଲେ, ଆସିବେନି? ଯତ ଭୟାତ ବାତି ବାତ ସୂର୍ଯ୍ୟ ତପତି ଯତ ଭୟାତ। ଭଗବାନ ଗଲେଣି ଦେହ ଧାରଣ କରିକିରି, ଏମାନେ ଆଉ ରହିପାରିବେ? ନିରୁପାୟ ହେଇକିରି ସେ ଯାହାର ଯେତେ କାମ ଥିଲେ ମଧ୍ୟ ବାତିଲ କରିକି ସବୁ ଆସିଲେ, ଆସି ପହଞ୍ଚିଲେ। ପୃଥୁ ମଧ୍ୟ ମହାଆନନ୍ଦ। ସବୁ ଯଜ୍ଞ ମଣ୍ଡପ ଚାରିପଟାକ ସବୁ ଭଡ଼ା ଘର ଖୋଜିକିରି ସବୁ ଯାହାକୁ ଯୋଉଠି ରଖେଇଲେ, ସବୁ ବ୍ୟବସ୍ଥା କରେଇଲେ। ଏଇ ପ୍ରକାର ହିସାବରେ ପୃଥୁଙ୍କର ଯଜ୍ଞ ହୋଇଥିଲା, ଏଇ ପ୍ରକାର ଅବସ୍ଥାରେ ହେଇଥିଲା। ଯଜ୍ଞ ମଣ୍ଡପରେ ପ୍ରତିଦିନ ଯୋଉ ଦେବତାକୁ ଯେତେବେଳେ ଅର୍ଚ୍ଚନା ହେବା କଥା, ପ୍ରତିଦିନ ଅର୍ଚ୍ଚନା ହବନି କି ଦେବତାମାନଙ୍କୁ? ସେ ଦେବତାମାନଙ୍କ ପାଇଁ ଲୋକ ରେଡ଼ି ହେଇକିରି ଥାନ୍ତି। ଯାହାର ଇନ୍ଦ୍ରଙ୍କୁ ଡାକିବାରେ ସମୟ ହେଇଗଲା, ଇନ୍ଦ୍ରଙ୍କ ପାଖରେ ଆଜ୍ଞା ଆଉ ଅତ୍ରି ମୁନି ପଠେଇଲେ, ବେଳ ହେଲା ଯଜ୍ଞକୁ ଯିବା। ସେ ସିଆଡ଼େ ମଧ୍ୟ ଜାଣିକିରି ରେଡ଼ି, ଜଳଖିଆ ଚା ଖାଇକିରି ରେଡ଼ି ବସିଛନ୍ତି, ଡାକରା ଆସିଲେ ଯିବେ ବୋଲି, ନାଇଁ କି? ଆସିକିରି ବସନ୍ତି। ଯେତିକି ସମୟ ଯଜ୍ଞ ମଣ୍ଡପରେ ପୂଜା ହେବା କଥା, ସେଠି ଆଉ ମନ୍ତ୍ରରେ ନାହିଁ, ସିଧା ପାଦରେ ପୁଷ୍ପ, ମସ୍ତକରେ ଚନ୍ଦନ, ଗଳାରେ ମାଳା, ଏବଂ ପାତ୍ରରେ ଆହାର୍ଯ୍ୟ ପଦାର୍ଥ ଆସନରେ ବସେଇକିରି ସବୁ ଦେଉତାను। ଭଗବାନ ତ ଆସିଛନ୍ତି, ଆଉ ଯିବେ କୁଆଡ଼େ? ଇଏ ପାଲା ଚାଲିଲା ମାସେ, ଦେଢ଼ ମାସ, 2 ମାସ ପର୍ଯ୍ୟନ୍ତ, ଯେତିକି ଦିନ ସଂକଳ୍ପ କରିଥିଲେ। ଇ ଭିତରେ ହିସାବରେ ଯଜ୍ଞ କ୍ରିୟା ପୃଥୁଙ୍କର ଚାଲିଲା। ଏମିତି ଚାଲିଛି ଯଜ୍ଞ କ୍ରିୟା। 10-15 ଦିନ ବିତିଗଲାଣି, 20 ଦିନ ଖଣ୍ଡେ ହେଇଗଲାଣି। ହଠାତ୍ ଅତ୍ରିମୁନି କହିଲେ, ଚଙ୍ଗୁଳି, ହେ ପୃଥୁ, ଆହେ ପୃଥୁ, ଦୌଡ଼ି ଆସ, ଦୌଡ଼ି ଆସ, ଦୌଡ଼ି ଆସ। ପୃଥୁ ଦୌଡ଼ିଲେ, ଆଜ୍ଞା ଆଜ୍ଞା କାହିଁକି ବ୍ୟସ୍ତ ହେଉଛନ୍ତି? ପୁରୋହିତ ନା ସେ ମୁଖ୍ୟ ଅତ୍ରି। ଦୌଡ଼ି ଆସ, ଦୌଡ଼ି ଆସ। ସବୁ ବିଗିଡ଼ିଗଲା, ସବୁ ଗୋଳମାଳ ହେଲା। କ'ଣ ଭାଇ, ଅଶ୍ୱମେଧ ଯଜ୍ଞ, ଆମ ଯଜ୍ଞର ଯେଉଁ ମୂଳ ପଶୁ ଅଶ୍ୱଟା, ଏଟା ଚୋରି ହେଇଗଲା, ଖୁଣ୍ଟରେ ନାହିଁ। ମୁଁ ତାକୁ ଯେତେବେଳେ ଅର୍ଚ୍ଚନା କରିବାକୁ ଗଲି, ପଶୁକୁ ଅର୍ଚ୍ଚନା କରିବାକୁ, ପଶୁର ଯାହା କାର୍ଯ୍ୟବିଧି କରିବାକୁ ଗଲାବେଳକୁ ଖୁଣ୍ଟରେ ନାହିଁ। ପୃଥୁ କହିଲେ, କୁଆଡ଼େ ପଳେଇଲା? ଅଶ୍ୱଟା ଗଲା, ସବୁ ଗୋଳମାଳ ହେଇଗଲା। କେମିତି କ'ଣ କରାହେବ? ନା ରହ, ତମେ ମନ୍ତ୍ର ଦୀକ୍ଷାରେ ଦୀକ୍ଷିତ ହେଇଯାଇଛ, ତମକୁ ହିଂସା କରିବାକୁ ହବନି, ଯୁଦ୍ଧ କରିବାକୁ ହବନି, ଯଜ୍ଞ ସରିଲା ପର୍ଯ୍ୟନ୍ତ କାହା ସହିତ କଳହ କରିବାକୁ ହବନି, କାହାକୁ କଟୁ କଥା କହିବାକୁ ହବନି, ପଲଙ୍କରେ ଶୟନ କରିବାକୁ ହବନି, ଅଳଙ୍କାର ଭୂଷଣ ପରିଧାନ କରିବାକୁ ହବନି, ଯେଉଁ ନିୟମ ଅଛି ଏ ତ ତମେ ପାରିବନି। ଡାକ ଡାକ ଡାକ, ତମ ପୁଅକୁ ଡାକିଲ। ଅନେକ ଗୁଡ଼ିଏ ପୁତ୍ର ଥାନ୍ତି ପୃଥୁଙ୍କର, ବିଜିତାଶ୍ୱ ହେଉଛନ୍ତି ତାଙ୍କ ଭିତରେ ବଳିଷ୍ଠ, ଜ୍ୟେଷ୍ଠ। ପୃଥୁ କହିଲେ, ଆଚ୍ଛା ବିଜିତାଶ୍ୱ, ଏମିତି ଏମିତି ଘଟଣା, କିଏ ନେଇଯାଉଛି? ଗଲ, ଦୌଡ଼ିକିରି ଗଲେ। ଇଏ ଯାଇକିରି ଖୋଜିକିରି ଦେଖିଲେ ଯେ ଜଣେ ଲୋକ ନେଇକିରି ପଳାଉଛି। କ'ଣ ତାକୁ? ଘୋଡ଼ାଟାକୁ ନେଇକିରି ପଳାଉଛି।
ବାନ୍ଧିକିରି ତାର ଦୌଡ଼ିରେ ବାନ୍ଧିଛି, ଘୋଡ଼ାଟାକୁ ଧରି ପଳଉଛି। ଆଉ ଧରିଲେ ତାର ଚୋଟିଟେ, ତାର ଚୋଟି ଯେତେବେଳେ ଖଡ଼ଗ ଉଞ୍ଚରେ ଚଣ୍ଡାଳ, ମୋ ବାପାଙ୍କର ଏଡ଼େ ବଡ଼ ଯଜ୍ଞ ତୁ ନଷ୍ଟ କରିଦେବାକୁ ବସିଛୁ, ମୁଁ ଛାଡ଼ିବି ତତେ? ତୁ କହିଲା ଲୋକ ଟିକେ ରାଗି ଲୋକ ମଧ୍ୟ, କ୍ଷତ୍ରିୟ ବାଳକ, ହେଲେ ରକ୍ତ ଗରମ ଅଛି। ସେଇଠି ତା ମୁଣ୍ଡଟାକୁ ଠିକ୍ ଖଡ଼ଗ ପକେଇ ଦେଉଛନ୍ତି। ଏତିକିବେଳେ ବ୍ରହ୍ମା ଆସିକିରି ଅଟକେଇଲେ, କହିଲେ ଏ ବିଜିତା ସ୍ୱ ରହ ବାପା, ରହ ହାଣ ନା, ମାର ନା ତାକୁ, ରହ। ଆରେ ଏଇଟା କିଏ ଜାଣିଛୁ? ନା ଆଜ୍ଞା ଚୋରୁଟା। ଚୋର ନାହିଁ, ଏଇଟା ଇନ୍ଦ୍ର। ଇନ୍ଦ୍ର ତମର ନିଜ ରୂପ ବଦଳା। ତାଙ୍କର ସାଧାରଣ ନାଗରିକର ରୂପରେ ଥିଲେ, ତାକୁ ବଦଳେଇକିରି ଛିଡ଼ା ହେଲେ। ସୁନାସିର, ସୁବର୍ଣ୍ଣ ମୁକୁଟ, ଦିବ୍ୟ ତେଜ, ଦିବ୍ୟ କାନ୍ତି ଇନ୍ଦ୍ର। ଆଉ ଇଏ ଯେତେବେଳେ ଟିକେ ଦେଖିଲେ ବିଜିତାସ୍ୱ ଦବିଗଲେ, ଆଜ୍ଞା ଆପଣ ବଡ଼ ଲୋକ ଜଣେ, ଆପଣଙ୍କର ସୁନାମ ଅଛି, ଛୋଟ ବୁଦ୍ଧି କ'ଣ କଲେ, ଏଇ କାମ କ'ଣ କଲେ ଆଜ୍ଞା? ମୁଁ ଦେଲେ ମାରି ଦେଇଥାନ୍ତି, ଯଦି ବ୍ରହ୍ମା ନ ଆସିଥାନ୍ତେ ଓହ୍ଲେଇଲେ ତ ମାରି ଦେଇଥାନ୍ତି। ବ୍ରହ୍ମା କହିଲେ ଛାଡ଼ ସେ କଥା, ମୋତେ ଛାଡ଼େ, ପୂଜା ଅର୍ଚ୍ଚନା ବେଳ ହେଇଗଲାଣି, ମୁଁ ଉଠିକିରି ପଳେଇଯାଇଛି। ଯଜ୍ଞ ଭିତରେ ଥିଲେ ନା, ପଳେଇଛନ୍ତି ଉଠିକିରି। ତ ଇନ୍ଦ୍ର ସେଠୁ ବିଜିତାସ୍ୱଙ୍କ ପାଖରେ ଇନ୍ଦ୍ର କ୍ଷମା ପ୍ରାର୍ଥନା କଲେ, ବୋଇଲେ କି ଆଉ ମୋର ଆଉ ସମ୍ଭାଳି ପାରିଲେନି, ଆଉ ଏଇ ଯେଉଁ ଯଜ୍ଞର ବ୍ୟବସ୍ଥା ସବୁ ଦେଖିଲି, ଏଥିରୁ ମୁଁ ଅନୁଭବ କଲି ଯେ ଆଉ ଏ ଯଜ୍ଞଟି ସଫଳ ହୋଇଗଲେ ପୃଥୁ ତ ସାଙ୍ଗେ ସାଙ୍ଗେ ଇନ୍ଦ୍ର ହୋଇଯିବେ। ଏ ଯଜ୍ଞର ଫଳ ସ୍ୱରୂପ, ଅଶ୍ୱମେଧ ଯଜ୍ଞର ଫଳ ହେଉଛି ସ୍ୱର୍ଗପ୍ରାପ୍ତି, ନାଇଁ କି? ଇନ୍ଦ୍ରତ୍ୱ ଆସନ ପାଇଯିବେ। ଆଉ ଯଜ୍ଞଟାକୁ ଛିଦ୍ର କରିଦେବା ପାଇଁକି ଆଉ ମୁଁ ସହାୟ କରିପାରିଲିନି, ମୋ ପଦବୀଟା ରକ୍ଷା କରିବା ପାଇଁକି ବୋଲି ଭ୍ରଷ୍ଟ କରିବାକୁ ବାହାରୁଥିଲି। ବୁଝାବୁଝି କଲେ, ଆଉ ଭୁଲ ହେଇଛି, କ୍ଷମା ପ୍ରାର୍ଥନା କଲେ, ଘୋଡ଼ା ଟିକେ ଦେଇଦେଲେ, ଜୀବନ ପାଇଗଲେ। ଯାଉ ଆଉ ଥରେ ଲୁଗାପଟା ବଦଳି ବେଶଭୂଷା ହେଇ ଇନ୍ଦ୍ର ଆସିକିରି ବସିଲେ। କିଏ କିଛି ଜାଣିପାରିଲେନି କଥାଟା। ସେତିକିରେ ବ୍ରହ୍ମା କଲେ କାଉ କିଛି କହନା ବିଜିତାସ୍ୱ, ତାକୁ ଚାପିକି ରଖିଲେ। ଏଇ କୋଳାହଳ କଲେ, ଏଡ଼େ ବଡ଼ ଲୋକଟି ଲଜ୍ଜା ହେବ, ସମସ୍ତେ ଆସିକିରି ଜମା ହେଇଛନ୍ତି, ସେ ଲଜ୍ଜା ସଙ୍କୋଚ ହେଇକି ଚାପିକିରି କଥାଟାକୁ ରଖିଦେଲେ। ଘୋଡ଼ାଟି ଆଣିକିରି ବାନ୍ଧିଦେଲେ। ପୃଥୁ ପଚାରିଲେ କ'ଣ ହେଲା ରେ? ନା ଘୋଡ଼ା ବନ୍ଧା ହେଇଛି। ଆଣିଲୁ? ନା ହଁ ଆଣିଲି। କ'ଣ ହେଲା? ନା କହିବି ସବୁ, ତମେ କାମ ସାରିକିରି ଆସ। ଚାପିକି ରଖିଦେଲେ କଥାଟା। 2-4 ଦିନ 8 ଦିନ ଗଲା, ଫେରେ ଅତ୍ରି ପାଟି କଲେ। ପୃଥୁ ଘୋଡ଼ା ନାହିଁ, ଘୋଡ଼ା ନାହିଁ, ଫୁଟରେ ଘୋଡ଼ା ବନ୍ଧା ହେଇନି। ଗଲା ଦୌଡ଼ିକିରି ଯେତେବେଳେ ପୁଣି ଆଉ ଥରେ ଗଲେ, ବିଜିତାସ୍ୱ ମଧ୍ୟ ସତର୍କ ଟିକେ ହେଇଗଲେଣି। ଗୋଟେ ଅସୁବିଧା ପରେ ଦୌଡ଼ି ଯାଇକି ଧରିଲା ବେଳକୁ ଫେରେ ଗୋଟେ ଲୋକ ଧରିକିରି ପଳଉଛି। ଦେଖିବାକୁ ବାବାଜୀଟା, ବାବାଜୀଟେ ଗେରୁଆ ଲୁଗା ପିନ୍ଧିଛି, ଏତିକି ଲେଖେ ଦାଢ଼ି ଅଛି, ଜଟ ଯୋଡ଼େ 3ଟା ବୁଲୁଛି, ତ୍ରିଶୂଳଟେ ଧରିଛି, ସିନ୍ଦୁର କଲି ଗୋଟେ ଜୋରକିରି ମାରିଛି। ଆଉ ଗୋଟେ ସାଧୁ ଜଣେ ତ, ଆଉ ସାଧୁ ଜଣେ, ଆଉ ଏହାକୁ ଆଉ ହତ୍ୟା କରିବା ପାଇଁ ଆଉ ଗଲାନି। ବିଜିତାସ୍ୱ ବିଚାର କଲେ, ଯାହା ହେଲେ ମଧ୍ୟ ସାଧୁଟେ, ଏଇଟାକୁ କେମିତି ହତ୍ୟା କରିବା? ଭୁଲ କଲା, ଚୋରି କରିଛି। ଏଇ ତମକୁ କ'ଣ ଇନ୍ଦ୍ର ପଠେଇଥିଲେ କି? ତମେ ସାଧୁ ଲୋକ ହେଇକିରି କାହିଁ ଚୋରି କଲ? ତମକୁ ଲଜ୍ଜା ଲାଗୁନି? ସାଧୁ ଜଣେ ତମେ, ରୁଦ୍ରାକ୍ଷ ମାଳା, ତୁଳସୀ ମାଳା ଏମିତି ବେକରେ ପକେଇକିରି ତମେ ଠିକ ମାହାତ୍ମା ଜଣେ ଭଳିଆ ଦୁଷ୍ଟ, ଜଟା ଫଟା ଦାଢ଼ି ବାଡ଼ି ଥାଇକିରି, ଆଉ ତମେ କ'ଣ ଏମିତି କରୁଛ? ଏତିକଳକୁ ଅତ୍ରି ଯାଇ ପଛରେ ପହଞ୍ଚିଗଲେଣି। ଅତ୍ରି କହିଲେ, ବାପ ବିଜିତାସ୍ୱ, ଆରେ ଇନ୍ଦ୍ର ପଠେଇବ କାହିଁକି? ଏଇଟା ନିଜେ ଇନ୍ଦ୍ର। ହରେ ଇନ୍ଦ୍ର, ସେଦିନ ଗୋଡ଼ ହାତ ଧରି କ୍ଷମା କର, ବ୍ରହ୍ମା ଆସିଲେ ବୋଲି ବଞ୍ଚିଲ, ନହେଲେ ତମ ମୁଣ୍ଡ କାଟି ଦେଇଥାନ୍ତି। ଫେରେ ସେ ବୁଦ୍ଧି କଲ। ଆଉ ଏମିତି ସାଧୁ ବେଶରେ କାହିଁକି ଆସିଛ? ଏ ଛଳନାପୂର୍ଣ୍ଣ ବେଶ, କାଢ଼ ସେ ବେଶ। ସେ ବେଶ ଗୁଡ଼ିକ ସବୁ ପକେଇଥିଲେ, ବାହାର କରି ସେଠି ଗଦା କଲେ। ଜଟ ଦାଢ଼ି ସବୁ ପଡ଼ିଲେ, ଅଠା ଲଗେଇଥିଲେ ନା କ'ଣ, ସେଗୁଡ଼ା ସବୁ ବାହାର କରି ସେଠି ଗଦା କଲେ। ସେ ମାଳା ଫଳା ପକେଇକି ଇନ୍ଦ୍ର ଛିଡ଼ା ହେଇଛନ୍ତି। ଶୁଣି କଲେ ଅତ୍ରି ମୁନି କହିଲେ, ଦେଖ ଇନ୍ଦ୍ର, ମୋ କାର୍ଯ୍ୟରେ ଦ୍ୱିତୀୟ ଥର ପୃଥୁ ଗୋଟେ ଅତ୍ୟନ୍ତ ଦୟାଶୀଳ ଲୋକ ବୋଲି ତାଙ୍କ ମନୋବୃତ୍ତିକି ଧରି ତାଙ୍କର ଯଜ୍ଞ କାର୍ଯ୍ୟ ସମ୍ବନ୍ଧରେ ଚାଲିଥିଲା ଭିତରେ କାହାର କିଛି କ୍ଷତି ହେବାକୁ ହେବନି। ଯେ ଜଣେ ଭୁଲ ଦୋଷ କଲେ ମଧ୍ୟ ତାକୁ କ୍ଷମା ଦିଆଯିବ, ଏମିତିକା ଗୋଟେ ସ୍ୱଭାବର ଲୋକ ସିଏ। କେବଳ ତାଙ୍କର ମର୍ଯ୍ୟାଦା ଆଉ ଇଚ୍ଛାକୁ ପୂର୍ଣ୍ଣ କରିବା ପାଇଁ ତାଙ୍କୁ ଛଡ଼ା ହେଲା 2 ଥର। ତୃତୀୟ ଥର ଯଦି ଏଇଭଳିଆ ଅବସ୍ଥା হয়, ତାହେଲେ ତୁମକୁ ମୁଁ ନିଜ ଅଭିଶାପ ଦେବି ବୋଲି ଅତ୍ରି ଗୋଟେ ଧମକ ଦେଲେ। ବିଜିତାସ୍ୱ କହିଲେ, ଗୋସାଇ ମହାପ୍ରଭୁ, ଆପଣ ବୁଢ଼ା ଲୋକ କାହିଁକି ଚିଡ଼ୁଛନ୍ତି ଏତେ? ଆପଣ ଅଭିଶାପ ଦେବ? ମୁଁ ତ ଘୋଡ଼ା ପାଖରେ ଜଗିଲି, ଆଉ କ'ଣ ଘରକୁ ଯିବି କି? ସେଠି ଖଣ୍ଡେ ଖାଇକିରି ସେଠି ଶୋଇବି, ଖଟିଆ ଖଣ୍ଡେ ପକେଇକିରି।
ସେ ବିଜିତାଶ୍ୱ ଦାୟିତ୍ୱ ନେଲେ ଅଶୋକ ଯେତେବେଳେ ହୋଇଗଲେ ଇନ୍ଦ୍ର ତାଙ୍କ ରାସ୍ତାରେ କ୍ଷମା ପ୍ରାର୍ଥନା କରି ପୁଣି କାନ୍ଦି ବୋବି ଚୋର ଭଳିଆ ଲୁଚିକିରି ଗଲେ। ତ ବିଜିତାଶ୍ୱ କହିଲେ ଗୋସାଇ ମହାପ୍ରଭୁ ପୁରୋହିତ ଗୋସାଇ ଆଉ ଇଉଡ଼ା ଏଠି ଗଦା ହେଲା ଯେଉଁ ଖୋଳ ଗଳେ ହେଇକିରି ଆସିଥିଲେ ଇନ୍ଦ୍ର ଏଗୁଡ଼ା କ'ଣ ହବ? ଆଜ୍ଞା କେମିତି କଥା ଦେଖନ୍ତୁ ସେଇଠି ଅତ୍ରିମୁନି କହିଲେ ଇଏ ହେଉଛି ଛଳନା ବେଶ ଅଭିନୟ କରିବା ପାଇଁ ସାଧୁର ବେଶ ପକେଇ ଚୌର୍ଯ୍ୟ କ୍ରିୟା କରିବା ନିମନ୍ତେ ଛୋଟ କର୍ମ କରିବା ନିମନ୍ତେ ଇନ୍ଦ୍ରଙ୍କର ଏ ବ୍ୟବସ୍ଥା। ଏଇଟା ଯେହେତୁ ଦେବ ଅଂଶ ଦେବତାର ଗୋଟେ କାର୍ଯ୍ୟ ଏଇଟା ବ୍ୟର୍ଥ ହେବନି। ଏଇଟା ରହିଲା କଳି କାଳରେ ଏଇ ବେଶଟାକୁ ପକାଇ ଅନେକ ଭଣ୍ଡ ଛଳନାକାରୀ ସାଧୁ ରୂପରେ ବୁଲି ଉଚିତ କର୍ମ କରିବେ ସମାଜରେ। ଏଟା ଭାଗବତରେ ଅଛି ଆଜ୍ଞା, ଏଟା ଭାଗବତରେ ରହିଛି। ସେ ଯୋଉ ବେଶଟି ଇନ୍ଦ୍ର ପକେଇ ଛଳନାର ବେଶ ପକେଇ କୁକର୍ମ କରିଥିଲେ ଏଟା ଅନ୍ୟ ତିନି କାଳକୁ ଛାଡ଼ିଦେଲେ ଆମ ଦୁର୍ଭାଗ୍ୟକୁ ଆମେ କଳି କାଳରେ ଯେତେ ବାବାଜୀ ଅଛୁ ଆମ ଦୁର୍ଭାଗ୍ୟକୁ ଦାଢ଼ିଟା ନାହିଁ ଆଉ କଣ ସେଇ ଭୟରେ ଚାଞ୍ଚି ପକେଇଛୁ ରେ କଥା ବୋଲୁଛି ଦାଢ଼ି ନାହିଁ କାହିଁ କଳି କାଳରେ ଆଜ୍ଞା ଦେଖନ୍ତୁ ପ୍ରକୃତରେ କଳି କାଳରେ ଗୁରୁ ନାହିଁ, ପରମ୍ପରା ନାହିଁ, ଆସ୍ଥାନ ନାହିଁ, ସମ୍ପ୍ରଦାୟ ନାହିଁ, ମନ୍ତ୍ର ନାହିଁ, ଇଷ୍ଟ ଦେବତା ନାହିଁ, ଆଚରଣ ପଦ୍ଧତି ନାହିଁ। ଶହ ଶହ ସାଧୁ ବେଶଧାରୀ ବୁଲୁଛନ୍ତି ଏ ବଡ଼ଦାଣ୍ଡରେ। ତାଙ୍କୁ ପଚାରିଲେ ଏଟା ଆପଣମାନେ ଚିହ୍ନି ପାରିବେନି, ଆମେ ଚିହ୍ନୁ। ଏଗୁଡ଼ା ତ ଥିବା ଦରକାର। ମୂଳ ଆସ୍ଥାନ ଥିବ। ତମର ଆସ୍ଥାନଧାରୀ କୋଉଠିକାର ହ ନା ଅମୁକ ଦିଗମ୍ବର ଆଖଡ଼ାର ମୁଁ ଆସ୍ଥାନଧାରୀ ଆଜ୍ଞା। ତମ ଗୁରୁ ମହାରାଜ କିଏ ସେ ନା ଅମୁକ ମାହାତ୍ମ ଆମର ଗୁରୁ ମହାରାଜ। ତମର ଇଷ୍ଟ ଦେବତା କିଏ ସେ ଅମୁକ ଦେବତା ଆମର ଇଷ୍ଟ ଦେବତା। ତୁମର କୋଉ ଆଖଡ଼ା ନା ଆମର ବଳଭଦ୍ରୀ ଆଖଡ଼ା ଅଛି ନା। ଏଗୁଡ଼ାକ ସବୁ କୋଉ ସମ୍ପ୍ରଦାୟ ଘର ତମେ ନା ଆମେ ମାଧ୍ୱାଚାର୍ଯ୍ୟ ସମ୍ପ୍ରଦାୟର, କି ରାମାନନ୍ଦ ସମ୍ପ୍ରଦାୟର, କି ରାମାନୁଜାଚାର୍ଯ୍ୟ ସମ୍ପ୍ରଦାୟର, କି ଶ୍ରୀ ସମ୍ପ୍ରଦାୟର, କି ଆଚାର୍ଯ୍ୟ ସମ୍ପ୍ରଦାୟର, ନାଇଁ କି ସନ୍ନ୍ୟାସୀ ସମ୍ପ୍ରଦାୟର, କି ଶଙ୍କର ସମ୍ପ୍ରଦାୟର। ସମ୍ପ୍ରଦାୟ ବୋଲି ଅଛି। ଏଗୁଡ଼ା କିଛି ଏମାନଙ୍କର ଯେଉଁମାନଙ୍କର ଏଗୁଡ଼ାକ କିଛି ଯିଏ ଗୋଟେ ସମ୍ପ୍ରଦାୟ ଭିତରକୁ ପ୍ରବେଶ କରି ସ୍କୁଲରେ ଆଡମିସନ୍ ନେଲା ଭଳିଆ ତ ଆଉ କ'ଣ ସେଠି ରହି 10-5 ବର୍ଷ ଜୀବନ ବିତେଇ ଗୁରୁଦେବଠୁ ଗାଳି ବଡ଼ ଗୁରୁ ଭାଇମାନଙ୍କଠୁ ଗାଳି ମାଡ଼ ଶୁଣି ସାଧ୍ୟ ହେଇ ତିଆରି ହେଇଛି 10-15 ବର୍ଷ ସେ ହେଲା ସାଧୁ। ସେ ହେଲା ସାଧୁ। ତା ଆଚରଣ ଅଲଗା ହବ ଆଜ୍ଞା, ତାର ଆଚରଣ ଅଲଗା ହବ। ଏଗୁଡ଼ାକୁ ନ କରି ଘର ଭିତରୁ ବାହାରିଲା ବେଳକୁ ଯେ ବେଶ ପକେଇକି ବାହାରିଲେ ବୁଲୁନାହାନ୍ତି ଯେମିତି ଅନେକ ଗୃହସ୍ଥ ଆଶ୍ରମରେ ଥାଇ ମଧ୍ୟ ବାବାଜୀର ବେଶ ପକେଇ ବୁଲୁନାହାନ୍ତି। ଦାଢ଼ି ଜଟା ନଖ ବଢ଼େଇକିରି ତିଳକ ଫିଳକ କାଟି ସିନ୍ଦୁର ଫିନ୍ଦୁର କଲି ମାରି ତାଙ୍କର କିଛି ଠିକ୍ ଠିକଣା ନଥିବ। ପ୍ରତ୍ୟେକ ସମ୍ପ୍ରଦାୟ, ପ୍ରତ୍ୟେକ ଆସ୍ଥାନ, ପ୍ରତ୍ୟେକ ଆଖଡ଼ାର ଅଲଗା ବେଶ, ଅଲଗା ମାଳା, ଅଲଗା ତିଳକ, ଅଲଗା ଢଙ୍ଗ, ଏଗୁଡ଼ା ସବୁ ଅଲଗା ଅଲଗା ଅଛି। ସେଟା ଚିହ୍ନି ହେଇଯିବ ଇଏ ଅମୁକ ସମ୍ପ୍ରଦାୟର, ସେ ସମୁକ ସମ୍ପ୍ରଦାୟର, ଏଟା ଚିହ୍ନି ହେଇଯିବ ଆମେ ଜାଣୁ। କିନ୍ତୁ ଯେଉଁମାନେ ଏଇଭଳିଆ ବେଶ ପକେଇ ଛଳନାକାରୀ ଇନ୍ଦ୍ରଙ୍କ ବେଶ ପକେଇ ବୁଲୁଛନ୍ତି ସେଗୁଡ଼ାକ ତ ଏଇ ଜିନିଷ ଜାଣନ୍ତିନି। ସେ ଇଏ ସମ୍ପ୍ରଦାୟର ଲୁଗାଟା ପିନ୍ଧିଲା ବେଳକୁ ସେ ସମ୍ପ୍ରଦାୟର ତିଳକ କରିଥିବେ, ସେ ସମ୍ପ୍ରଦାୟର ଚୁଟି ରଖିଥିବେ, ଏଟା ଚିହ୍ନି ହେଇଯିବ ସହଜରେ। ଏମିତିକା ୟାକୁ ଏଇ ବେଶଟାକୁ କୁହାଯାଉଛି ଶାସ୍ତ୍ରରେ ପାଷଣ୍ଡ ବେଶ। ଏଟାକୁ ପାଷଣ୍ଡ ଶବ୍ଦ ଗୋଟେ ଆପଣ ଶୁଣିଥିବେ, ଏଇଟାକୁ ପାଷଣ୍ଡ ବୋଲି କୁହାଯାଏ। ପାଷଣ୍ଡ କହିଲେ କ'ଣ ନା ସାଧୁର ବେଶରେ, ସାଧୁର ପଦ୍ଧତିରେ ଦୀକ୍ଷିତ ହୋଇ ସାଧୁ ନ ହେଇ ଛଳନାକାରୀ ସାଧୁ ବେଶରେ ବୁଲି ସ୍ୱେଚ୍ଛାଚାର ଜୀବନ ଯିଏ ବିତେ। ଏଗୁଡ଼ାକର କଟକଣା ଅଛି। ଆମର ଏଇ ପିଲାମାନେ କ'ଣ ବନ୍ଧନରେ ପଡ଼ିଛନ୍ତି ନା ଜେଲରେ ପଡ଼ିଲେ ଭଳିଆ? ଆଉ ସତ କଥା କହିବ ବୋଲି ଆମେମାନେ ଯେତେବେଳେ ଆସିଥିଲୁ ପ୍ରଥମେ ମଧ୍ୟ ସେଇଭଳିଆ ଭୋଗ କରୁଥିଲୁ। ଏଇକ୍ଷଣି ଆମେ ଦାୟିତ୍ୱରେ ରହିରୁ ଟିକେ ସ୍ୱାଧୀନ ହେଇଯାଇଛୁ। ଆମର ଯୋଗ୍ୟତା ଆସିଲା, ଆମକୁ ଗୁରୁଦେବ ମାନେ କହିଲେ ଯା ତୁ ତୋର ସ୍ୱାଧୀନ ରୂପେ ଗୋଟିଏ ଆସ୍ଥାନ ପରିଚାଳନା କରେ। ଆମ ପାଖରେ ଯେଉଁ ପିଲା ରହିଲେ ସେ ତାଙ୍କ ଇଚ୍ଛା ଅନୁସାରେ ଖାଇପାରିବେନି, ତାଙ୍କ ଇଚ୍ଛା ଅନୁସାରେ ଶୋଇପାରିବେନି, ତାଙ୍କ ଇଚ୍ଛା ଅନୁସାରେ ବୁଲି ପାରିବେନି, ଟିଭି ଦେଖିପାରିବେନି, ହୋଟେଲକୁ ଯାଇପାରିବେନି, ବଜାରକୁ ଯାଇପାରିବେନି, ଦେଉଳକୁ ଗଲେ ମଧ୍ୟ କହିକିରି ଯିବେ ମୁଁ ଟିକେ ଯାଇକି। କଟକଣା ଭିତରେ ନାହାନ୍ତି,
10 ବର୍ଷ 15 ବର୍ଷ କଟକଣା ଭିତରେ ରହିଲେ ତ ଶିଖିବେ, ସୁନ୍ଦର ସାଧୁଟିଏ ହେଇକିରି ବାହାରିବେ। ଆଉ କଟକଣାରେ ଯେ ନ ରହିକିରି ବୁଲିଲା ସ୍ୱେଚ୍ଛାଚାରୀ ହେଇ, ସେ ତ ଏଇ ପାଷଣ୍ଡ ହେଲା ଶେଷରେ। ଆଉ କ'ଣ, କେତେକ ମୂଳରୁ ପାଷଣ୍ଡ ଅଛନ୍ତି, କେତେକ ଏଇ କଟକଣାକୁ ଏଡ଼େଇ ଦେଇକିରି ବାହାରେ ବୁଲିକିରି ପାଷଣ୍ଡ ହେଇଯାଉଛନ୍ତି। ଏଇ ପାଷଣ୍ଡ ବେଶ ଇନ୍ଦ୍ରଙ୍କର କୃତ, ତାକୁ ପାଷଣ୍ଡ ବେଶ କୁହାଯାଏ। ଏଇଭଳିଆ ଲୋକମାନଙ୍କୁ କୁହାଯାଏ ପାଷାଣ୍ଡ। ଯେ ପ୍ରକୃତ ସାଧୁ ନୁହେଁ, ସାଧୁର ବେଶରେ ବୁଲୁଛି, ସ୍ୱେଚ୍ଛାଚାର ଜୀବନ ବିତଉଛି, ତାର ପରିଣତି କ'ଣ ହେବ? ଯଶାସ୍ତ୍ର ବିଧିମୁତ୍ସୃଜ୍ୟ ବର୍ତ୍ତତେ କାମଚାରତଃ। କାମଚାର ସ୍ୱେଚ୍ଛାଚାର, ଇଚ୍ଛା ଅନୁସାରେ, କିଏ କହିବାକୁ ନାହିଁ, କିଏ କହିଲେ ତାର ଯାହା ଇଚ୍ଛା ହେଲା ତା କଲା, ବୁଲିଲା ନିଶ୍ଚିନ୍ତରେ। ବର୍ତ୍ତତେ କାମଚାରତଃ ନ ସ ସିଦ୍ଧିଂ ଅବାପ୍ନୋତି ନ ସୁଖಂ ନ ପରାଙ୍ଗତିମ୍। ତା ଜୀବନରେ ସୁଖ ନାହିଁ, ମଲା ପରେ ଉର୍ଦ୍ଧ୍ୱ ଗତି ନାହିଁ, କି କୌଣସି ପ୍ରକାରର ସିଦ୍ଧି ସିଏ ପାଇବନି। ତ ଯଜ୍ଞ କର୍ମ ପୂର୍ଣ୍ଣାଙ୍ଗ କଲେ କାହାଙ୍କର? ପୃଥୁଙ୍କର ଯଜ୍ଞ କର୍ମ ପୂର୍ଣ୍ଣ ହେଲା। ଏ ବୋଧେ ବିଶ୍ୱର ପ୍ରଥମ। ୟା ପୂର୍ବରୁ ଦକ୍ଷ ଯଜ୍ଞ ଅଛି, ଯେ ଦକ୍ଷ ଯଜ୍ଞ ଅଛି, ସେ ତ ପାର୍ଥିବ ବ୍ୟବସ୍ଥା ନୁହେଁ, ସମାଜକୁ ନେଇକରି ହେଇନି, ସେ ଦେବତାମାନଙ୍କୁ ନେଇକରି କୋଉଠି କରିଥିଲେ, ବ୍ରହ୍ମଲୋକରେ। ପୃଥୁ ଯଜ୍ଞ କଲେ। ଯଜ୍ଞ ସରିଲା ପରେ ବିଜିତାଶ୍ୱଙ୍କୁ ସିଂହାସନରେ ଆରୋହଣ କଲେ। ସିଂହାସନରେ ଆରୋହଣ କରିବା ପୂର୍ବରୁ ଗୋଟିଏ ଅଧ୍ୟାୟ ଅଛି। ପୃଥୁ ତ ନିଜର ପ୍ରଜାମାନଙ୍କୁ ଡାକିକିରି କେତେକ ଧର୍ମ ଉପଦେଶ ଦେଇଛନ୍ତି। କେତେକ ଧର୍ମ ଉପଦେଶ ଦେଇଛନ୍ତି, ବଡ଼ ସୁନ୍ଦର ଧର୍ମ ଉପଦେଶ ଦେଇଛନ୍ତି। ସେଥିରେ ବହୁତ ଜିନିଷ ରହିଛି, ବହୁତ ଶିକ୍ଷଣୀୟ ଜିନିଷ ରହିଛି। ଗୋଟିଏ ଅଧ୍ୟାୟ। ପୃଥୁ ପ୍ରଜାମାନଙ୍କୁ ଧର୍ମ ଉପଦେଶ ଦେଲା ପରେ ଦିନେ ଚତୁସନ ଆସିଲେ। ଚତୁସନ ଆସିକିରି ପୃଥୁଙ୍କୁ ସେ ଗୁଡ଼ିଏ ଉପଦେଶ ଦେଇଛନ୍ତି। ଚତୁସନ ପୃଥୁଙ୍କୁ ଯେଉଁ ଉପଦେଶ ଦେଇଛନ୍ତି, ସେଗୁଡ଼ା ଖାଲି କଠିନ ଜଟିଳ ଶାସ୍ତ୍ରର ମୀମାଂସା ଓ ସିଦ୍ଧାନ୍ତରେ ପରିପୂର୍ଣ୍ଣ, ଖାଲି ବେଦ ବେଦାନ୍ତର ସାର ଚିପୁଡ଼ା ଜିନିଷ, ଅତି ଉତ୍କୃଷ୍ଟ ଜିନିଷ, କେବଳ ବ୍ରହ୍ମଜ୍ଞାନ, ବ୍ରହ୍ମ ସିଦ୍ଧାନ୍ତ, ଈଶ୍ୱର ସିଦ୍ଧାନ୍ତ, ଭାଗବତ ସିଦ୍ଧାନ୍ତ, ଏରେ ଭରପୁର ଗୋଟିଏ ଅଧ୍ୟାୟ। କିନ୍ତୁ ପୃଥୁ ପ୍ରଜାମାନଙ୍କୁ ଯେଉଁ ଉପଦେଶ ଦେଇଛନ୍ତି, ଆଧ୍ୟାତ୍ମିକ ଉପଦେଶ, ନୈତିକ ଉପଦେଶ କେବଳ ନୁହଁ, ଅଳ୍ପ ସାମାନ୍ୟ ସେଥିରେ ଚାରଣା ନୈତିକ ଜୀବନଯାପନ ପ୍ରଣାଳୀ ଆଉ ଈଶ୍ୱର ଉପାସନାମୂଳକ, ଏଟା ସହଜ ଆମ ପାଇଁ ଗ୍ରହଣୀୟ, ବୁଝି ହେବ। କିନ୍ତୁ ପୃଥୁକୁ ଯେଉଁ ଉପଦେଶ ଦେଇଛନ୍ତି ଚତୁସନ ପରବର୍ତ୍ତୀ ଅଧ୍ୟାୟରେ, ଏଟା ଦୁର୍ବୁଦ୍ଧି ବଡ଼ କଠିନ, ମୁଣ୍ଡ ଗୋଳମାଳ କରି ପକଉଛି। ଏଇଭଳିଆ ଶୁଣୁଛୁ। ଚତୁସନଙ୍କଠୁ ଉପଦେଶ ଗ୍ରହଣ କଲା ପରେ ବିଜିତାଶ୍ୱଙ୍କୁ ସିଂହାସନରେ ବସାଇ ଦେଇ ପୃଥୁ ମହାରାଜ ବାନପ୍ରସ୍ଥ କରିବା ପାଇଁ ବନକୁ ଗମନ କଲେ। ତାଙ୍କ ଲୀଳା, ତାଙ୍କ ଚରିତ୍ର, ପୃଥୁ ଚରିତ୍ର ଏତିକିରେ ଶେଷ। ମୈତ୍ରେୟ ମୁନି କହୁଛନ୍ତି, ହେ ବିଦୁର, ନବବ୍ରହ୍ମ ସମତପତ୍ତି ଆର ଦକ୍ଷ ଯଜ୍ଞ ବିନାଶନମ୍। ଦକ୍ଷ ଯଜ୍ଞ ହେଇଥିଲା, ସେଟା ଅଧାରେ ଭାଙ୍ଗିଗଲା, ଆଉ ପୂର୍ଣ୍ଣାଙ୍ଗ ହେଇପାରିନି। ଆଉ କ'ଣ? ଧ୍ରୁବସ୍ୟ ଚରିତଂ ପଶ୍ଚାତ୍ ପୃଥୋ ପ୍ରାଚୀନ ବର୍ହିଷ। ଆଉ ଗୋଟିଏ ପ୍ରାଚୀନ ବହି ଚରିତ୍ର ମଧ୍ୟ ତୁମମାନଙ୍କୁ ମୁଁ କହିଛି ବୋଲି କହୁଛନ୍ତି। ତାକୁ ପରବର୍ତ୍ତୀ ସମୟରେ ଆଲୋଚନା କରିବା।